नमस्कार, गुड इवनिंग। बहुत दिन ପରେ ଅନମ୍ୟୁଟ କରନ୍ତୁ ସମସ୍ତେ ଯିଏ ଯାହାର गुड ଅପସନ इवनिंग सर। ଅଛି। ଗୁଡ ଇଭିନିଂ, କେମିତି ଅଛନ୍ତି? ଭଲ ସାର୍। ଓକେ, ହିଲିଂ ଚାଲିଛି, ସାର୍ ପରଫେକ୍ଟ ଚାଲିଛି, କିଛି ଅସୁବିଧା ନାହିଁ। ସାର୍ କିଟ୍ ପାଇଗଲେ। ସାର୍ ଆଉ କଣ ଭଲ ଖବର ଗୋଟେ କୁହନ୍ତୁ କିଛି। ଚାଲନ୍ତୁ। ଶାନ୍ତନୁ ସାର୍, ନମସ୍କାର। ସାର୍ ନମସ୍କାର ସାର୍। କେମିତି ଅଛନ୍ତି ଆପଣ? ଏକଦମ ବଢିଆ। କାମ ବହୁତ ବଢିଯାଇଛି, ଯୋଉଟା ମୁଁ ଆପଣଙ୍କୁ କହୁଥିଲି ଯେ ସମୟ ଆଜ୍ଞା ପଡିଲେ ଆଉ ସୁଯୋଗ ମିଳିବ କି ନାହିଁ ୱାନ୍ ଟୁ ୱାନ୍ କଥା ହେବା। ବହୁତ କାମ ବଢିଯାଇଛି, ରାଇଟ୍। ଏବେ ସକାଳ 5ଟା ବେଳକୁ କ୍ଲାସ କରାହଉଛି, ସନ୍ଧ୍ୟା 7ଟାରେ କ୍ଲାସ କରାହଉଛି। ହଁ, ଆଜ୍ଞା 4ଟା ରାତିରେ ପିଲାଙ୍କୁ ଫୋନ କରିକି ଉଠା ହଉଛି କ୍ଲାସ କରିବା ପାଇଁ, ଉଠନ୍ତୁ ଆଜ୍ଞା ବୋଲି କହିକି। ହଁ, ଆଜ୍ଞା। କାମ ବହୁତ ବଢିଗଲାଣି। ଆଉ ଏ ମାସରେ ମୁଁ ଗୋଟିଏ ଥର କ୍ଲାସ କରେ, କିନ୍ତୁ ଏ ମାସରେ ମୁଁ 4 ଥର କରିସାରିଲିଣି। ଓହୋ, 4ଟା ବ୍ୟାଚ୍ କମ୍ପ୍ଲିଟ କରିସାରିଲିଣି। ଓକେ, ତ ମତେ ପୁରା ରେଷ୍ଟ ବି, ବ୍ୟସ୍ତ ହେଇଯାଇଛନ୍ତି। ହଁ ରେଷ୍ଟ ବି ଅ, ମାନେ ଟିକେ କମି ଯାଇଛି ଆଉ। କାମ ଟିକେ ଅଧିକା ହଉଛି, ବଟ୍ ଠିକ ଅଛି। ଯଦି ଲୋକ ଇଚ୍ଛା ଆଜ୍ଞା କରୁଛନ୍ତି ଜାଣିବା ପାଇଁ, ଶିଖିବା ପାଇଁ, ମୋର କାହିଁକି ପଛଘୁଞ୍ଚା କରିବାର ଅଛି। ହଁ, ଆଜ୍ଞା। ବହୁତ ଲୋକ ଯୋଡ଼ିଲେଣି, ରାଇଟ୍। ଆଉ ଏବେ 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 ଆଉଥରେ ଏଇ 27 ତାରିଖରୁ ଆଉ ଗୋଟେ ଆହୁରି 2ଟା ବ୍ୟାଚ୍ ହବ। ହୁଁ, ଆଉ ଆମର ସାର୍ ଚାଲନ୍ତୁ ଆପଣ। 26 ତାରିଖରୁ ଏଇଟା କରିବା କହୁଛନ୍ତି, ଆମର ଯୋଉ ସିମ୍ବଲ କ୍ଲାସ ଟା। ଏଟା ସପ୍ତାହକୁ ଗୋଟିଏ ଥର ହବ, ସବୁଦିନ କୋଉଟା ହବନି। ଏଇ ସିମ୍ବଲ କ୍ଲାସ ଟା? ହଁ, ୱିକଲି ଗୋଟେ କ୍ଲାସ ହବ। ହୁଁ, ଆଜ୍ଞା ତେଣୁ ମୋଟାମୋଟି ଆପଣ ଧରି ନେଇ ଚାଲନ୍ତୁ, 6ଟା 7ଟା ଖଣ୍ଡେ କ୍ଲାସ ହେଇପାରେ। କାହିଁକିନା ଓଡିଆରେ ମୁଁ ଏଟା କରିନଥିଲି, ଫାର୍ଷ୍ଟ ଟାଇମ କରୁଛି। ହୁଁ, ଆଜ୍ଞା। ତେଣୁ 6 7ଟା କ୍ଲାସ ହବ, ୱିକଲି ଗୋଟେ କ୍ଲାସ ହବ। ସେ ଅନୁସାରେ ଆମେ କରି କରି ଯିବା ଧୀରେ ଧୀରେ। ହୁଁ, ସାର୍ ଠିକ ଏଇ ଅଛି ସାର୍, ଛବିଶ ଠିକ ତାରିଖ ଅଛି। ଦିନ ହବ ଗୋଟେ କ୍ଲାସ। ହଁ, ଏଇ 26ରେ ଗୋଟେ ରଖିଛି, ରଖାହେଇଛି ଆଜ୍ଞା ଗୋଟେ କ୍ଲାସ। ହଁ, ସାର୍ ତ ଏଇ କ୍ଲାସରେ ଏତେ ଲମ୍ବା ରହିବନି, ଜଷ୍ଟ ଗୋଟେ ଛୋଟିଆ ଷ୍ଟାର୍ଟିଂ ରେ ଗୋଟେ ମାଇଣ୍ଡ କୁ କନସିୟସ କରିବା ପାଇଁ ଗୋଟେ ଛୋଟିଆ ମେଡିଟେସନ କରିବା, ତାପରେ କ୍ଲାସ ଘଣ୍ଟା ଘଣ୍ଟାଏ କ୍ଲାସ ରଖିବା, ବାସ୍ ସାର୍ କମ୍ପ୍ଲିଟ। ଏ ଅନୁସାରେ ଆମେ ଯିବା, ରାଇଟ୍। ସାର୍ କାହିଁକିନା ପ୍ରଥମରୁ ଯେତେବେଳେ ଏଣ୍ଟ୍ରି କରିଥିଲେ ନା, ସେ ସମୟରେ ବହୁତ ଜିନିଷ ଆପଣଙ୍କୁ ତର୍ଜମା କରିବାକୁ ପଡୁଥିଲା। କୋଉଠି ଭୁଲ କରୁଛନ୍ତି, କୋଉଠି ଠିକ କରୁଛନ୍ତି, ମେଡିଟେସନରେ କଣ ଅସୁବିଧା ହଉଛି। ଯେହେତୁ ଗୋଟେ ଫ୍ଲୋରେ ଆପଣ ମାନେ ଆସିଗଲେଣି, ରାଇଟ୍। ତେଣୁକରି ସେ ଫ୍ଲୋ ଟା ଆପଣ ଧରିକି ଏବେ ଚାଲିଛନ୍ତି। ଆଉ ଏତେ ଆଉ ଆପଣଙ୍କୁ ଆଜ୍ଞା ଗାଇଡ କରିବାକୁ ପଡିବନି। ବଟ୍ ଏବେ ଏଣିକି ଗୋଟେ ଗୋଟେ ସପୋର୍ଟ କ୍ଲାସ ବି ଷ୍ଟାର୍ଟ ହେଇଯିବ, ଯେହେତୁ ପିଲା ପଢିଲେଣି। ରାଇଟ୍, ସପୋର୍ଟ କ୍ଲାସ ହେଇଗଲେ କଣ ନା, ଆଉ କିଛି ନୂଆ ଜିନିଷ ଆପଣଙ୍କୁ ଶିଖିବା ପାଇଁ ଚେଷ୍ଟା କରି ସେ ସପୋର୍ଟ କ୍ଲାସରେ, ରାଇଟ୍। ଯାହା ସାର୍ ପାଖେ ମାନେ ଯୋଉ ବି ଜ୍ଞାନ ଅଛି ତାକୁ ତ ମୁଁ ସେୟାର କରିବା ଦରକାର ନା, ନହେଲେ ପାଣି ନଷ୍ଟ ହେଲା ବେଳେ ସେ ନଷ୍ଟ ହେଇଯିବ ଯଦି ରଖିବି। ଓକେ, ଆଜ୍ଞା ଆଉ ମୁଁ ତ ଶିଖିଛି ପଇସା ଦେଇ, କିନ୍ତୁ ମୁଁ ଚେଷ୍ଟା କରି ଆପଣଙ୍କୁ ଗୋଟେ ଆପଣଙ୍କ ଲାଇଫରେ ଭ୍ୟାଲୁ ଆଡ୍ କରିବା ପାଇଁ। ଆପଣ ଯେତିକି ଆସିଲେ ବହୁତ ଆସିଲେ, ବାସ୍। ଏଇଠୁ ମତେ ଆପଣଙ୍କୁ କିଛି 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 ଆପଣଙ୍କ ଲାଇଫରେ କିଛି ଭ୍ୟାଲୁ ଆଡ୍ କରିବାର ମୋର ଉଦ୍ଦେଶ୍ୟ। ବଟ୍ ଏଞ୍ଜେଲଙ୍କର କଣ ଉଦ୍ଦେଶ୍ୟ ମୁଁ ଜାଣିନି। ମତେ ଲାଗୁଛି ମୁଁ ଯାହା କହୁଛି ତାଙ୍କ ମୁହଁର କଥାଟା ହିଁ କହୁଛି। ଓକେ, ସାର୍ ସେମିତି ଆଉ କିଛି ନାହିଁ। ତ ବହୁତ ଖୁସି ଲାଗୁଛି ରଘୁନାଥ ସାର୍, ଆପଣଙ୍କୁ ଦେଖିଲା ପରେ ସାର୍ ଏତେ ଦିନ ପରେ। ବହୁତ ଦିନ ପରେ ଦେଖା ଯାଉଛି। ଆଜ୍ଞା ଓକେ, ଏଥର ତ ଲାଗି ରହିଲା, ଏଥର ତ ଦେଖାହବା ଆଉ। ୱିକଲି ସାର୍ ଗୋଟେ ସାର୍ ଗୋଟେ କ୍ଲାସ ସିଓର ରହିବ, ଆଉ ଅସୁବିଧା କିଛି ସାର୍। ନାହିଁ। ତାପରେ ସେ ସରିଲା ପରେ ଗୋଟେ ଗୋଟେ ସପୋର୍ଟିଂ କ୍ଲାସ ପୁଣି ଷ୍ଟାର୍ଟ କରିବା। ହୁଁ, ସାର୍ ପ୍ରଭାତୀ ମ୍ୟାଡାମ, କେମିତି ଅଛନ୍ତି? ନମସ୍କାର। ନମସ୍କାର ସାର୍। କେମିତି ଅଛନ୍ତି କୁହନ୍ତୁ? ଭଲ ସାର୍। ହିଲିଂ କରୁଛନ୍ତି? ହଁ ସାର୍। ଓକେ, ଆଉ କଣ କୁହନ୍ତୁ? ଚାଲିଛି ସାର୍। ଚାଲିଛି, ଓକେ। ଓକେ ସାର୍, ଶାନ୍ତନୁ ସାର୍, ଆପଣ ହିଲିଂ କଣ୍ଟିନ୍ୟୁ ଅଛି? ହଁ ସାର୍ ହିଲିଂ କଣ୍ଟିନ୍ୟୁ ଅଛି। ମୋର ତ ଫାଷ୍ଟ ଯୋଉଟା ଇଏ କରିଥିଲି ସେଟା ତ ଡିସକଣ୍ଟିନ୍ୟୁ ହେଇଗଲା ସାର୍। ଇଏ କରିଲି ପୁଣି ପୁଅ ପାଇଁ ଯୋଉଟା କରିଥିଲି ତାର ଜଷ୍ଟ ଏବେ ତ ଆରମ୍ଭ କରିଥିଲି, ତାର ସକ୍ସେସ୍ ହେଇଗଲା। ତା ଜବ୍ ୱାହ। ପାଇଁ ଇଏ କରିଥିଲି ତ ଚାଲନ୍ତୁ, ସେଇଟା କଂଗ୍ରାଚୁଲେସନ। ଆକ୍ଚୁଆଲି ସେ ଗୋଟେ ଜବ୍। ଥ୍ୟାଙ୍କ ୟୁ ସାର୍। ତା ଗୋଟେ ଜବ୍ ଆଗରୁ ଇଏ କରିଥିଲା, ସେଟା ତାପରେ ଛାଡି ଦେଇଥିଲା ସେ ଜବ୍ ଟା। ହଁ ତ ହଁ ମାସେ ହେଲାଣି ଆସି ଘରେ ଥିଲା। ତ ହଁ ତାପରେ ହଁ ମୁଁ ହଁ। ତା ପାଇଁ ରିଡିଂ କରିବା ଭିତରେ ଏବେ 7 ଡେଜ୍ ହେଇଗଲାଣି। ତାର ଯାଇକି ଏବେ ଏବେ ତ 2 ଦିନ ହେଲା ତାର ଇଏ ଆସିଛି, ମାନେ ଜଏନିଂ ପାଇଁ ଇଏ କଲେଣି। 1 ଜୁଲାଇରେ ଜଏନିଂ କରିବ ଆରେ ବାହ, ସେ ବହୁତ ବଢିଆ, ବେଙ୍ଗଲୋରରେ। ବହୁତ
ଚାଲନ୍ତୁ ବେଙ୍ଗଲୋର ରେ ବହୁତ କରୁଥିଲା ଆଗରୁ ବି, ଏବେ ବି ସେ ହୁଁ ବେଙ୍ଗଲୋର ପାଇଁ ମିଳିଗଲା ସେଠି ଆଉ ଚାଲନ୍ତୁ ସେଟା ପାଇଁ ବହୁତ କରିଲେ ସୁନ୍ଦର। ହେଇଛି ଆଉ ସେଟା ବାସ୍ କଣ୍ଟିନ୍ୟୁ ଭାବେ ଏଇ ଚାଲିଛି ପଜିଟିଭ ସେଟା। ଉର୍ଜାରେ ରୁହନ୍ତୁ, ଏଇ ପଜିଟିଭ ଇଣ୍ଟେନସନରେ ରୁହନ୍ତୁ, ସବୁ କାମ ହେଇପାରିବ। କିନ୍ତୁ ଆପଣ ସାର୍ ଥରେ ଯଦି ବିଗିଡି ଗଲେ, ଫିଡିକି ଗଲେ, ଆପଣଙ୍କ ମାଇଣ୍ଡ ଡିଷ୍ଟ୍ରାକ୍ଟ ହେଇଗଲା, ଆପଣ ହିଲିଂ ରେ ପୁରା ଅସର ପକେଇବ ପୁରା। ଯୋଉଟା 5-10 ଦିନ କି ସାର୍ 15-20 ଦିନ କି ମାସେ ଭିତରେ ହୁଅନ୍ତା, ସେ ତାର ହିସାବ ଆଉ ରହିବନି। ଆପଣ ଯଦି ଆପଣଙ୍କର ଚିନ୍ତାଧାରା ପୁରା ଚେଞ୍ଜ ହେଇଗଲା, ଯୋଉ ଚିନ୍ତାଧାରା ଆପଣ ମୋ ପାଖରେ ଜଏନ ହେବା ପୂର୍ବରୁ ଯୋଉ ଚିନ୍ତାଧାରା ଯଦି ଚାଲିଯିବେ, ସେଥିରେ ଆପଣଙ୍କୁ ସାର୍ ଚ୍ୟାଲେଞ୍ଜେସ୍ ଆସିବ। ତେଣୁ ଗୋଟେ ପ୍ରକ୍ରିୟା ଆପଣଙ୍କୁ ଶିଖା ହେଇଗଲା, ଗୋଟେ ନଲେଜ ଦିଆଯିଗଲା, ତାକୁ ପୁରା ସିରିୟସଲି ଫଲୋ କର, ଆଉ କିଛି ନାହିଁ। ଦେଖିବେ ବହୁତ ଜିନିଷ ଆପଣ ମାନିଫେଷ୍ଟେସନ କରିପାରିବେ। ଆମର ଉର୍ଜା ହିଁ ଆମକୁ ସବୁ ଜିନିଷକୁ ଆକର୍ଷଣ କରୁଛି। ତେଣୁ ଆମେ ଯେତେ ଭଲ ଉର୍ଜା କ୍ରିଏଟ କରିକି ଆମେ ଆଗକୁ ମାନେ ହିଲିଂ ଗୁଡା କରିବା ନା, ସେତେ ଆମକୁ ଫାଷ୍ଟ ରେଜଲ୍ଟ ଆସିବ। ସାର୍ ତା ସହିତ ଏବେ ତ କିନ୍ତୁ ସିମ୍ବଲ ଏଠି ଆପଣ ଗୋଟେ ମାନେ ଜିନିଷ ମୁଁ ଇଏ ସବୁ କରିଛି। ଆଜ୍ଞା ଗୋଟେ ଜିନିଷ ମୁଁ ଜାଣିଲି କଣ, ଯେତେବେଳେ ହିଲିଂ କରିବା ପାଇଁ ନିଅନ୍ତୁ ମୁଁ ଷ୍ଟାର୍ଟ କରୁଛି, ଯଦି ମତେ ଟିକେ ମାଇଣ୍ଡ ଡିଷ୍ଟର୍ବ ସେତେବେଳେ ଲାଗୁଛି, ମୁଁ ଛାଡିଦଉଛି, ସେତେବେଳେ କରୁନି। ଘଣ୍ଟେ 1.5 ଘଣ୍ଟା ଛାଡିଦେଲା ପରେ ଟିକେ ମାଇଣ୍ଡ ଟିକେ ଠିକ ଲାଗିଲା, ତାପରେ ରିଲାକ୍ସ ହେଲା ପରେ ମୁଁ କରୁଛି। ସେତେବେଳେ କଲା ମୋର ଟିକେ ଠିକ ଲାଗୁଛି, କାହିଁକିନା ମୁଁ ଭାବୁଛି ଯେ ସେଇ ସମୟ କରିବା ଠିକ ହବ ବୋଲିକି, ମାଇଣ୍ଡ ଡିଷ୍ଟର୍ବ ଥିଲା ବେଳକୁ। ନାଇଁ ମୁଁ କହିଥିଲି ନା, ଗୋଟେ ଚାଣ୍ଟ କରିବ, ହଁ ମାଇଣ୍ଡ ଡିଷ୍ଟ୍ରାକ୍ଟ ଅଛି, କ୍ଲିନ କ୍ଲିୟର ଡିଲିଟ, ହଁ ତାକୁ ନାଇଁ ଚାଣ୍ଟ ବେଳେ ବେଳେ କରନ୍ତୁ। କଣ ସେ ହସ୍ପିଟାଲ କାମ କାହିଁକିନା ଏବେ ଟିକେ ୱାର୍କଲୋଡ ହେଇଯାଇଛି, ମତେ ହଁ 12 ଘଣ୍ଟା ସେ ଡ୍ୟୁଟି ହେଇଯାଉଛି, ତ ସେଠୁ ପୁରା ୱାର୍କଲୋଡ ହେଇକି ଆସିଲା, ପୁରା ମାଇଣ୍ଡ ପୁରା ଡିଷ୍ଟର୍ବ ହେଇଯାଉଛି ବି। ଓକେ ତେଣୁ ଆସିକି ସାଙ୍ଗେ ସାଙ୍ଗେ ଏଇଟା କଲା ବେଳକୁ ବେଳେ ବେଳେ ଡିଷ୍ଟର୍ବ ହେଇଯାଏ। ସେଥିପାଇଁ ମୁଁ ଘଣ୍ଟା 2 ଘଣ୍ଟା ଛାଡି ଦଉଛି, ତାପରେ ଇଏ କରୁଛି, ଟିକେ ଓକେ ମାଇଣ୍ଡ ସେଟା ହଁ ହେଲା ହଁ ହଁ ପରକୁ ହଁ ଟିକେ ବଡି ମାଇଣ୍ଡ କୁ ଯଦି ଟିକେ ରିଲାକ୍ସ କରିଦେବେ, ତାପରେ କରିବେ ରିଲାକ୍ସ ଭଲ। ଦରକାର ଆଉ। ହଁ ଆଜ୍ଞା କରନ୍ତୁ, ସେମିତି ହିଁ କରନ୍ତୁ, ମ୍ୟାନେଜ କରନ୍ତୁ। ଏମିତି ମହେନ୍ଦ୍ର ଚାଲିଛି। ସିଂହ ଜୀ ସାର୍ ଜୀ ଅନମ୍ୟୁଟ କରନ୍ତୁ। ନମସ୍କାର, ଆପଣଙ୍କ ଭଏସ ଆସୁନି। ସେ ଏଠି ଆପଣଙ୍କର କନେକ୍ଟ ହେଇନି ବୋଧେ, ଦେଖନ୍ତୁ ଆସୁନି, ଭଏସ ଆସୁନି। ନ ଇୟରଫୋନ ଲଗେଇ ବାହାର କରନ୍ତୁ, ପୁଣି ଲଗାନ୍ତୁ। ଆସିଲା। ୟେସ୍ ଆସିଲା। କୁହନ୍ତୁ କେମିତି ଅଛନ୍ତି? ପଳେଇଲା, ପୁଣି ପଳେଇଲା। ହ୍ୟାଲୋ। ହଁ ସାର୍। ଓକେ ଏଥର ଆସିଲା, କୁହନ୍ତୁ କେମିତି ଅଛନ୍ତି? ପୁଣି ପଳେଇଲା, ଏଞ୍ଜେଲ ବିଶ। କଣ ଲୁଜ କଣ୍ଟାକ୍ଟ ଅଛି ବୋଧେ? ଇୟରଫୋନ ବାହାର କରିଦିଅନ୍ତୁ, ତାପରେ କଥା ହବା। ମେଡିଟେସନ ରେ ଇୟରଫୋନ ଲଗେଇଦେବେ। ସାର୍ ହ୍ୟାଲୋ। ହଁ କୁହନ୍ତୁ, ଏଥର ଶୁଭାଗଲା। ପୁଣି ପଳେଇଲା, ଆପଣ ଇୟର ଫୋନ ବାହାର କରିଦିଅନ୍ତୁ। ଓକେ, ହଁ କଥା ଯେତେବେଳେ ମେଡିଟେସନ କରିବେ ଲଗେଇବେ। ସାର୍ ମର୍ଣ୍ଣିଂ ଯୋଉ କ୍ଲାସ କରୁଛନ୍ତି, ଏଇ ଯୋଉ ଆମର ହିଲିଂ ତ କରୁଛନ୍ତି ଆଜ୍ଞା? ନାଇଁ ହିଲିଂ ନାଇଁ, ଇଏ ସିକ୍ରେଟ ଅଫ ଏଞ୍ଜେଲ ଥେରାପି ହଉଛି, ହିଲିଂ ଟା ବି ହଉଛି। ଆଚ୍ଛା। ଯୋଉ ବ୍ୟାଚ୍ ଆଗୁ ଆଗକୁ ଯାଉଛନ୍ତି, ସେମାନଙ୍କୁ ଟ୍ରାଏ କରୁଛି ସେଇ ସକାଳୁ ହିଲିଂ ଟା ବି ସକାଳୁ କରିବା ପାଇଁ। ନାଇଁ ନାଇଁ ହୁଁ ଆକ୍ଚୁଆଲି ସକାଳେ ଟା ଭଲ ହଉଥିବ ଆଉ, ବହୁତ ବଢିଆ ରିଲାକ୍ସ ଲାଗୁଥିବ। ସକାଳେ 4ଟା ରାତିରୁ ଉଠା ହଉଛି ସମସ୍ତଙ୍କୁ, ରାଇଟ? ଆଚ୍ଛା। ଉଠା ହଉଛି, ଆଜ୍ଞା ଉଠନ୍ତୁ କ୍ଲାସ କରିବା କହିକି ଉଠୁଛନ୍ତି, କ୍ଲାସ ରେ ବସା ହଉଛି। କ୍ଲାସ ରେ ନ ବସିଲେ ବି 5ଟା ବେଳକୁ ପୁଣି ଆଉଥରେ କଲ୍ କରାହଉଛି, କୁଆଡେ ଗଲେ ଆସିଲେନି। ଆଜ୍ଞା ସେ ଆଜ୍ଞା। ପୁଣି ଆଉଥରେ ଶୋଇପଡିଥାଉଛନ୍ତି। ଓକେ, ତ ଏବେ ଷ୍ଟାଫ ରଖିକିରି ଏସବୁ କାମ କରାହଉଛି। ହଁ, ନାଇଁ ଜବରଦସ୍ତି ବହୁତ ଟାଣି ଆଣିକି ବସା ହଉଛି। ସକାଳ ଟାଇମ ଟା ଭଲ ସାର୍, ବହୁତ ସକାଳ କୁଲ୍ ଟାଇମ ମାଇଣ୍ଡ ଟା ଥିବ ଆପଣ ଇଭିନିଂ ଟାଇମ ଅପେକ୍ଷା ସକାଳ ଟାଇମ ଟା ବହୁତ ଇଫେକ୍ଟ, ମେଡିଟେସନ କରିବା ପୁରା ଏନର୍ଜେଟିକ ଲାଗିବ, ପୁରା ଏନର୍ଜେଟିକ। ଠିକ। ସିମ୍ବଲ କିଟ୍ ପାଇଗଲେ? ଆଜ୍ଞା ଆଜ୍ଞା। ଆଉ ଖାଲି ଏବେ ଦେଖନ୍ତୁ, ଆଉ କିଛି କରନ୍ତୁନି। ଓକେ, ଯଦି ଯୋଉଟା ମୁଁ ଦେଇଥିଲି ଗୋଟେ ଆର୍କଏଞ୍ଜେଲ ମାଇକେଲ ଆଉ ରେଫେଲ, ଦିଟା ଆଜ୍ଞା। ପିକ୍ଚର ଅଛି ଆଉ ସିମ୍ବଲ ଗୁଡାକ ଅଛି। ହୁଁ ହୁଁ। ତାକୁ ଆପଣ ଘରର ଏଣ୍ଟ୍ରାନ୍ସ ର ଉପରେ ଲଗେଇ ଦିଅନ୍ତୁ। ଆଚ୍ଛା।
ଗୋଟେ ମାଇକେଲ କୁ ରଖିବେ, ତା ଭିତରେ ସବୁ ସିମ୍ବଲ ରଖିବେ, ତାପରେ ରେଫେଲ କୁ ରଖିଦେବେ। ୟେସ୍, ହଁ। ଯୋଉ ରେସିଓରେ ଅଛି ସିରିଏଲ ୱାଇଜ, ସେମିତି ଆପଣ ଦ୍ୱାର ଉପରେ ଲଗେଇଦେବେ। ହୁଁ। ଆଉ ବାକି ଆଉ କିଛି ଦେଇଛି ଫ୍ରିଜ ରେ, ଟିଭିରେ, ଇଲେକ୍ଟ୍ରୋନିକ୍ସ ଆଇଟମ ରେ, ତାକୁ ଲଗାନ୍ତୁ, କିଛି ଅସୁବିଧା ନାହିଁ। ମୋବାଇଲ ରେ, ଫୁଲ ଗଛରେ ଆଜ୍ଞା ଲଗେଇବା ପାଇଁ ବି ଦେଇଛି, ଗଛ ଭଲ ଗ୍ରୋଥ କରିବ। ହଁ। ହୁଁ। ଯୋଉଟା ପାରୁଛନ୍ତି, ଦେଖୁଛନ୍ତି, ଜାଣିପାରୁଛନ୍ତି, ତାକୁ ବ୍ୟବହାର କରନ୍ତୁ। ହୁଁ। ସାର୍ ଡୋର ବାକି ଲଗେଇବା ପାଇଁ କହୁଛି, ଆଜ୍ଞା, ଡୋର ଡୋର ସାମ୍ନା front ରେ। ହଁ, ଯୋଉଟା ଖାଲି ବ୍ଲେସିଂ ଅଛି, ଯୋଉଟା ହୁଁ ହୁଁ ସେଟା ହୁଁ। ସବୁ ଘରର ଏଣ୍ଟ୍ରାନ୍ସ ର ଡୋର ରେ ଲାଗିବ ଉପରେ। ଆଜ୍ଞା ହୁଁ। ବାକି ପ୍ରକ୍ରିୟା ମୁଁ ବୁଝେଇବି, ତାକୁ କେମିତି ହାତରେ ଡ୍ର କରାଯିବ। ଜଷ୍ଟ ଆଚ୍ଛା ଇମାଜିନେସନ କରାହବ କେମିତି, କହିବି ସେଟା ସେ ପାଠ୍ୟକ୍ରମରେ କହିବା। ଏବେ ଯେତିକି ଜାଣୁଛନ୍ତି ସେତିକି ଲଗାନ୍ତୁ। ଓକେ। ଆଜ୍ଞା ସମସ୍ତେ ଗୋଟେ ଗୋଟେ କ୍ରେୟନ ରଖିଥିବେ, ପ୍ରାକ୍ଟିକାଲ ହେଇକି କରାହବ। ସମସ୍ତେ ମୋ ସାମ୍ନାରେ ତାକୁ ଡ୍ର କରିବେ, ଦେଖେଇବେ। ଓକେ। ଏଇଟା ଗୋଟେ ଆର୍ଟିଷ୍ଟିକାଲି ଆମକୁ ଶିଖିବାର ଅଛି। ବହୁତ ମଜାରେ ଆରାମସେ ଶିଖିବାର ଅଛି। ଏତେ ସୁନ୍ଦର ସୁନ୍ଦର ସିମ୍ବଲ ଗୁଡା, ତାକୁ ଆମେ ଯେତେ ମଜା ନେଇକରି ଶିଖିବା, ସେତେ ଆମେ ସିମ୍ବଲ ସହିତ କନେକ୍ଟ ହେଇପାରିବା, ତା ଏନର୍ଜି ସହିତ କନେକ୍ଟ ହେଇପାରିବା। ଆଉ ଯେତେ ସୁନ୍ଦର ଭାବରେ କନେକ୍ଟ ହେଇପାରିବା ନା, ଆମର ସେ କାମ ଯାକ ବହୁତ ସୁନ୍ଦର ଭାବରେ ହବ। ଓକେ। ସମସ୍ତେ କ୍ରେୟନ ପାଖରେ ରଖିବେ, ପେପର ରଖିବେ। ମୁଁ ଡ୍ର କରିକି ଦେଖେଇବି, ଆପଣ ମାନେ ସବୁ ଡ୍ର କରିକି ଦେଖେଇବେ। ହଁ, ଇଏ ଗୋଟେ ଡିଫରେଣ୍ଟ ପାଠ୍ୟକ୍ରମ। ଇଏ ଗୋଟେ ଛୋଟ ପିଲା, ବାସ୍ ମଜା ଆସିବ। ଓକେ। ଓକେ ଥ୍ୟାଙ୍କ ୟୁ ମେଡିଟେସନ ହଉଛି ପ୍ରତ୍ୟେକ ଦିନ। ଆଜ୍ଞା ଡିଭାଇନ ୟୁ, ଚକ୍ରା, ଡିଭାଇନ ହେଲ୍ପ ସାର୍ ବହୁତ ସରି, ବଢିଆ ଆମର ଲାଗେ ଯୋଉ ପ୍ରତିଛବି ଆଉ ଚକ୍ରା ଦିଟାକ ହଉଛି। ପ୍ରତି ଛବିକୁ ଚକ୍ରା ବହୁତ ହଁ ବଢିଆ ୟେସ୍, ଥାଏ ଏନର୍ଜି। ୟେସ୍। ତାକୁ କରନ୍ତୁ, ତାକୁ ହାତ ଛଡା କେବେ ବି ସ୍କିପ୍ କରିବେନି। ଯୋଉଦିନ ସ୍କିପ୍ କରି ବୋଲି ଭାବିବେ, ସେଦିନ ମାଇଣ୍ଡ କୁ ଗୋଟେ ଟ୍ରେନ କରି ଦେବେ, ଆଜି ଯଦି ମେଡିଟେସନ କରିନି ମୁଁ ଖାଇବିନି। ଆଜ୍ଞା ମାଇଣ୍ଡ ଅଟୋମେଟିକ କହିବ, ନାଇଁ ମୁଁ ଆଜି ମେଡିଟେସନ କରିବି। ଆଜ୍ଞା ବୁଝିଲେ ନା? ମାଇଣ୍ଡ ସହିତ ଆଜ୍ଞା ମାଇଣ୍ଡ ଯେମିତି ଆମ ସହିତ ଖେଳୁଛି, ଆମକୁ ତା ସହିତ ସେମିତି କଣ୍ଡିସନ ଲଗେଇଦବାର ଅଛି। ହୁଁ, ବୁଝିଲେ? ସ୍କିପ୍ ଆଜ୍ଞା କରିଗଲା ତ, ସକାଳୁ ଲେଟ୍ ହେଲା ତ ଉଠିବାର, ଠିକ ଅଛି, ଆଜି ଖାଇବେନି। ମାଇଣ୍ଡ କହେ ନା ନା ଆଗେ ମେଡିଟେସନ, ତାପରେ ଖାଇବା। ମତେ ଖାଇବାର ଅଛି, ଆଗେ ମେଡିଟେସନ ତମେ କର। ଆଜ୍ଞା ଓକେ। ଏଇ ପ୍ରକାର ଆମେ କଣ୍ଡିସନ ଲଗେଇ କାମ କରିବା। ଆଉ ନହେଲେ ଆଜ୍ଞା ମନକୁ ପାରି ହବନି। ନାଇଁ ସାର୍ ହୁଁ। ପାରିବ ମନ ଆମ ସହିତ ଖେଳି ଖେଳି ଏପର୍ଯ୍ୟନ୍ତ ନେଇ ପଳେଇ ଆଇଲାଣି। କିନ୍ତୁ ଏଣିକି ତ ଆମେ ଯେତିକି ବି ନଲେଜ ଆମକୁ ମିଳୁଛି, ସେତିକି ତାକୁ ବ୍ୟବହାର କରିବାର ଅଛି। ମୁଁ ଆହୁରି ଆଗକୁ ଶିଖେଇବି। ସପୋର୍ଟ ଆଜ୍ଞା କ୍ଲାସ ରେ କେବଳ ଏ ବ୍ରେନ ଉପରେ ଏକା କାମ ଶିଖେଇବି, ଆଉ କିଛି ନାହିଁ। କେବଳ ବ୍ରେନ ଆଚ୍ଛା ଉପରେ ଏକା ଶିଖେଇବି। ଆଜ୍ଞା। ଓକେ। ଚାଲନ୍ତୁ ଯିବା ନେକ୍ସଟ। ସମୀର ଧର ସାର୍, ଅନମ୍ୟୁଟ କରନ୍ତୁ। ନମସ୍କାର। ହ୍ୟାଲୋ ସାର୍। ନମସ୍କାର। କୁହନ୍ତୁ, ସବୁ ଠିକ ଠାକ? ହଁ ସାର୍ ବଢିଆ ଅଛି ସାର୍। ହିଲିଂ କରୁଛନ୍ତି? ସାର୍ ଡେଲି ହିଲ୍ ଚାଲିଛି, ଆଉ ଦିଟା କାମ କରିକି ଇନକମ୍ କରିପାରେ 17,000 ଆରେ ବାହ। ଟଙ୍କା। 2 days ତକ କାମ ଫିକ୍ସ ହେଇଗଲା। ହିଲିଂ କରିକି ଦିଟା କାମ ହେଇଗଲା? ହଁ ଶୀଘ୍ର ହେଲା, ଦୁଇ ଦିନ ହେଇଗଲା କାମ। କଣ କହୁଛନ୍ତି? ଆରେ ହଁ ବାହ। 2 days ରେ ପୁରା ତାଙ୍କର ବି କାମ ହେଇଗଲା। କଂଗ୍ରାଚୁଲେସନ, ଆପଣଙ୍କୁ ବହୁତ ବହୁତ ଥ୍ୟାଙ୍କ ୟୁ ସାର୍। କଂଗ୍ରାଚୁଲେସନ। ଥ୍ୟାଙ୍କ ୟୁ ସାର୍। ଏମିତି ଏଇ ଏନର୍ଜିରେ ରୁହନ୍ତୁ, କରନ୍ତୁ, ବହୁତ ମଜା ଆସିଯିବ। ହଁ ସାର୍। ସେ ଗଛରେ ଫୁଲ ସଂଖ୍ୟା ବଢିଲାଣି ନା ନାଇଁ? ହଁ ବଢୁଛେ, ବଢୁଛି? ବଢୁଛି। ଆଉ ନଡିଆ ଗଛରେ ଆମର ଚାଲିଛି, ସେଟା ବି ଫୁଲ ବି ବଢି ଯାଇଛି ନଡିଆ ଗଛରେ। ଆରେ ବାହ। ଗୋଟେ କାମ କରିବେ, ସେଠି ହଁ ଆପଣ ଦେଖିବେ ଫ୍ଲାୱାର ପଟ ରେ ଯୋଉ ସିମ୍ବଲ ଦେଇଛି ଲଗେଇବା ପାଇଁ, ହଁ ସାର୍ ହଁ। ସେଇ କଲରରେ ସେ ଗଛରେ କଲର ପେନରେ ଲେଖି ଦିଅନ୍ତୁ। ହଁ ସାର୍ ହଁ ସାର୍ କାଲି ଆଉ କରିବି ସାର୍। କୁହନ୍ତୁ, ଏଞ୍ଜେଲଙ୍କୁ କୁହନ୍ତୁ ଯେ ଥରେ ସେ ଗଛକୁ ଆଇ ଲଭ୍ ୟୁ କୁହନ୍ତୁ। ଓକେ। ହଁ ସାର୍ ହଁ ସାର୍ ଆଉ ମୁଁ ଚାହେଁ ଗଛଟି ମାନେ ଏଇ ଗଛଟି ବହୁତ ସୁନ୍ଦର ଭାବରେ ବଢୁ, ବହୁତ ଫଳ ଦଉ, ବହୁତ ହଁ ସୁନ୍ଦର ସାର୍ ଭାବରେ ରହୁ, ସମସ୍ତଙ୍କୁ ହଁ ଲୋକଙ୍କୁ ସାର୍ ସାହାଯ୍ୟ କରୁ ତାର ଫଳ ଫୁଲ ମାଧ୍ୟମରେ, କହି ହଁ ତାକୁ ସାର୍ ବ୍ଲେସିଂ ଦିଅନ୍ତୁ। ଦେଖିବେ ସେ ହଁ କେତେ ସାର୍ ଶୀଘ୍ର ଆହୁରି ଗ୍ରୋଥ କରିବ। ହଁ ସାର୍ ହଁ ସାର୍ ମଜା ଆସିଗଲା ଆପଣଙ୍କର କଥା ଶୁଣି। ହଁ ସାର୍। ଓକେ। ମେଡିଟେସନ ହଉଛି? ହଁ ଡେଲି ରାତି 4ଟା ଡେଲି କରେ।
गुड गुड बहुत बढ़िया बहुत बढ़िया। चलो ଆଉ କିଛି? ନାଇଁ ଠିକ ଅଛି। ଓକେ ସେଦିନ କ୍ଲାସ କୁ ଆସିଥିଲେ ମୁଁ କହିଲି ରହିବା ପାଇଁ ଏ ସାର୍ ପଳେଇଲେ ଲାଷ୍ଟ ବ୍ୟସ୍ତ ଗୋଟେ ଗୋଟେ ଥିଲେ। ଆମେ ଏ ଆମର ଗାଁ ଗୋଟେ ମିଟିଂ ଥିଲା ତ ସବ ଡାକି ଓକେ ଆସିଲେ ଘରକୁ ବାଧ୍ୟ ଯିବା ପଡିଲା। ଓକେ ଓକେ ଆଚ୍ଛା ଫୋନ ଆସିଥିଲା ଅଫିସ ରୁ ଫୋନ ଯାଇଥିଲା ଆପଣ ମାନଙ୍କ ପାଖକୁ? ନାଇଁ ସାର୍ ଓନ୍ଲି ଆସିଲି। ଫୋନ କହିଥିଲି କରିବା ପାଇଁ ସମସ୍ତଙ୍କୁ ଇନଫର୍ମ କରିବା ପାଇଁ ନାଇଁ ତ ଆସିଲି। କରିନାହାନ୍ତି? ଆଚ୍ଛା ହଉ ହଉ ଓକେ ନେକ୍ସଟ ଚନ୍ଦୁ ଅନମ୍ୟୁଟ କର। ନମସ୍କାର। ନମସ୍କାର କୋଉଠି ଅଛ ଭୁବନେଶ୍ୱରରେ ନା ଗାଁରେ? ନାଇଁ ସାର୍ ଆଜି ଆସିଲି ଘରକୁ ଆସିଛି। ଆଜି ଆସିଛ ହିଲିଂ ଆହୁରି ତମର ଷ୍ଟାର୍ଟ ହେଇନି? ନାଇଁ ସାର୍ ଆଗକୁ ମ୍ୟାରେଜ ଅଛି 25-26 ସେଥିପାଇଁ ଆସିଛି ଆଜି ସାର୍। କାହାର ମ୍ୟାରେଜ ଭଉଣୀର? ଆଜ୍ଞା। ଆଚ୍ଛା ଓକେ ଓକେ ଚାଲ ତମର କିଟ୍ ପଠେଇନି ମୁଁ ତମେ କାହିଁକିନା ପ୍ରଥମେ ଯୋଉମାନେ ସବୁ ପେମେଣ୍ଟ କରିଦେଇଥିଲେ ମୁଁ ଦେଇଥିଲି ତାପରେ ସେକେଣ୍ଡ ଲଟରେ ମୁଁ ଆଉ କାହାକୁ ଆଉ ଦେଇପାରିନି। ଆଜ୍ଞା ସାର୍। ପଠେଇଦେବି ଓକେ କାଲି ଆଜ୍ଞା ପରଦିନ ସୋମବାର ମଙ୍ଗଳବାର ସୁଦ୍ଧା ମୁଁ ତାକୁ ପଠେଇଦେବି କିଛି ଅସୁବିଧା ନାହିଁ। ଆଜ୍ଞା ସାର୍। ଆଉ କଣ ଖବର କୁହ କେମିତି କଣ ଖବର ଆଉ ସାର୍ ଇଏଟା ବହୁତ ଏକ୍ସପିରିଏନ୍ସ? କାଟି ଯୋଉ ଆମର ଆସିଥିଲା ଗୋଟେ ଏକ୍ସପିରିଏନ୍ସ କୁହ କଣ ଆଉ କିଛି ନୂଆ ଏକ୍ସପିରିଏନ୍ସ ଏଞ୍ଜେଲଙ୍କର? ବହୁତ କିଛି ସାର୍ ନୂଆ ଏକ୍ସପିରିଏନ୍ସ କି ମୁଁ କେବେ କଳ୍ପନା କରିନଥିଲି ଆପଣଙ୍କ ସାଙ୍ଗରେ କଣ୍ଟାକ୍ଟ କରି ମାନେ କଣ୍ଟାକ୍ଟ ହବା ପୂର୍ବରୁ ଆଉ ପରେ ମାନେ ପୁରା ଆକାଶ ପାତାଳ ପୁରା ଫରକ। ମୁଁ କେବେ କଣ ଭାବିନଥିଲି କହୁଛ? ମୋ ଲାଇଫ ଟା ଏମିତି ହବ ବୋଲି। ଆଚ୍ଛା କୋଉଥିରେ କିଛି ଅସୁବିଧା ନାହିଁ ଖାଲି ସିମ୍ପଲ ମେଡିଟେସନ ପ୍ରତିଛବି ମେଡିଟେସନ ଆଉ ଚକ୍ର ହିଲିଂ ରେ ଯଦି ଏତେ ଏକ୍ସପିରିଏନ୍ସ ମିଳୁଛି ମତେ ଆଗକୁ ଯଦି ମୁଁ ହିଲିଂ କରିବି ମତେ ଆହୁରି ବହୁତ ଏକ୍ସପିରିଏନ୍ସ ମିଳିବ ମୁଁ ଏଇଟା କନଫର୍ମ ଅଛି। ଆଉ ଗାର୍ଜେନ ଏଞ୍ଜେଲଙ୍କର ଆଶୀର୍ବାଦ ସବୁବେଳେ ଅଛି। ଆର୍କଏଞ୍ଜେଲ ମାଇକେଲଙ୍କର ବି ସବୁବେଳେ ମୋ ପାଖରେ ପୁରା ସପୋର୍ଟ କରିକି ଅଛନ୍ତି ମତେ। କିଛି କୋଉଥିରେ ଅସୁବିଧା ନାହିଁ ନା ପଇସା ନା କୋଉଥିରେ ନା କର୍ମରେ କୋଉଥିରେ ବି କିଛି ଅସୁବିଧା ନାହିଁ ଆପଣଙ୍କ ସାଙ୍ଗେ କଣ୍ଟାକ୍ଟ ହେଲା ପରେ ବହୁତ ତାହେଲେ ବଢିଆ ବହୁତ ଲାଗୁଛି। ସୁନ୍ଦର ବହୁତ ସୁନ୍ଦର ବହୁତ ସୁନ୍ଦର ଗୋଟେ ନୂଆ ଦୁନିଆରେ ଆପଣ ମାନେ ସବୁ ଅଛନ୍ତି ଏଇ ଏନର୍ଜିରେ ରୁହନ୍ତୁ। ଆଜ୍ଞା ଯେତେବେଳେ ବି ଏଇ ଏନର୍ଜି ଲାଗୁଛି ଏଇ ଏନର୍ଜି ରହି ପାରୁନାହାନ୍ତି ମତେ କଲ୍ କରନ୍ତୁ। ମୋ ଅରା ସହିତ ଟଚ୍ ହେଇଗଲେ ପୁଣି ଆଉଥରେ ଆକ୍ଟିଭ ହେଇଯିବ ହେଲା କିନ୍ତୁ ଏଇ ସାର୍। ଏନର୍ଜି ଛାଡନ୍ତୁନି। ଦେଖନ୍ତୁ ଏତେ ବର୍ଷ ପରେ ଗୋଟେ ଆପଣଙ୍କୁ ଗୋଟେ ପାୱାର ମିଳିଛି ଗୋଟେ ଏନର୍ଜେଟିକ ଆପଣ ଅନୁଭବ କରିପାରୁଛନ୍ତି। ଦେଖି ପାରୁଛନ୍ତି ଯେ ୟା ମାଧ୍ୟମରେ ମୁଁ ଭଲ ହେଇପାରୁଛି। ଭଲ ଜିନିଷକୁ କେବେ ହାତ ଛଡା କର ଖରାପ ଜିନିଷକୁ ଆମେ କରିପାରିବା କିନ୍ତୁ ଏଇ ଜିନିଷ ଯଦି ୱାନ୍ସ ହାତ ଛଡା କଲେ ପୁଣି ଆମକୁ ଆଉଥରେ ଜିରୋ ରୁ ଷ୍ଟାର୍ଟ କରିବାକୁ ଓକେ ତ ଏହି ଏନର୍ଜିରେ ରୁହନ୍ତୁ ବହୁତ ଜିନିଷ ଆଗକୁ ଆଗକୁ ହବ ରାଇଟ। ଆଉ ଏବେ ତ ମୁଁ ଏଇ ସବୁ ହିଲିଂ ଫିଲିଂ ସବୁ ମୁଁ ନିଜେ ବନ୍ଦ କରିଦେଇଛି କାହିଁକି ବନ୍ଦ କରିଛି ଦାୟିତ୍ୱ ମୋର ଚେଞ୍ଜ ହେଇଗଲା। ରେସପନସିବିଲିଟି ମତେ ଦିଆଗଲା ଏଇ ପ୍ରକାର ଯେ ଲୋକଙ୍କୁ ଶିକ୍ଷା ଦେବା ପାଇଁ। ଆଉ ଯେତେବେଳେ ଆମେ ହିଲିଂ କରିବା ତାର ଏନର୍ଜି ଅଲଗା ରହିବ ସେଇ ଏନର୍ଜେଟିକ ଆମକୁ ହିଲିଂ ପ୍ରକ୍ରିୟା ରହିବା ଦରକାର। ଆଉ ଯେତେବେଳେ ମୁଁ ଏବେ ପଢାପଢିରେ ଆସିଲିଣି ନା ମୋର ଏବେ ଉଦ୍ଦେଶ୍ୟ ରହୁଛି ଲୋକଙ୍କର ଲାଇଫ ରେ କେମିତି ଭ୍ୟାଲୁ ଆଡ କରିବା। ଆଉ ମୁଁ ସବୁ ଜିନିଷ ଉପରେ ଏବେ କଣ ପୁଣି ମୋର ପାଠ୍ୟକ୍ରମ ଉପରେ ସବୁ ଚାଲିଛି ଇଂଲିଶ ରୁ ହିନ୍ଦୀରୁ ତାକୁ ଓଡିଆରୁ କନଭର୍ଟ କରିବା ତାକୁ ପିପିଟି ବନେଇବା ତ ଏଇ ସବୁ ଜିନିଷରେ ମୋର ଏନର୍ଜି ବି ଯାଉଛି। ମୁଁ ଆଉ ହିଲିଂ ପ୍ରକ୍ରିୟାରେ ନା ମୋ ଏନର୍ଜି ମୁଁ ପ୍ରଡ୍ୟୁସ କରିପାରୁନି। ତେଣୁକରି ଆପଣ ମାନେ କରନ୍ତୁ ଯାହାକୁ ଯୋଉ ଦାୟିତ୍ୱ ଏବେ ଆପଣ କମ୍ପ୍ଲିଟ କାମ କରିଗଲେ ଗୋଟେ ହିଲର ହେଇଗଲେ ଏଣିକି ଆପଣଙ୍କୁ ହିଲିଂ କରିବାର ଅଛି ଯାହା ବି ଅସୁବିଧା ହଉଛି ହିଲିଂ କରିବାର ଅଛି ଯାହା ବି ଅସୁବିଧା ହଉଛି ହିଲିଂ କରିବାର ଅଛି। ରାଇଟ ଚନ୍ଦୁ ସେ ଜିନିଷ ଟାକୁ ରଖ ମେଣ୍ଟେନ କର ଆଗକୁ ଯାଅ ଓକେ ଯଦି ଯଦି ଓକେ ନାଇଁ ତମେ ତ ସିମ୍ବଲ କଥା ଜାଣିନ ତାକୁ ଭଲ ହବ ବାହାଘରରେ ମୁଁ କହୁଥିଲି ଗୋଟେ ସିମ୍ବଲ ୟୁଜ କରିବା ପାଇଁ ଠିକ ଅଛି କିଛି ଅସୁବିଧା ନାହିଁ ଓକେ। ସାର୍ ସେଦିନ କ୍ଲାସ ଅଛି ସେଦିନ ମ୍ୟାରେଜ ଆଟେଣ୍ଡ କରିପାରିବି। କୋଉଦିନ 26 ତାରିଖରେ ତ ରେକର୍ଡିଂ ଦେଖିଦବ ହେଲା। ଓକେ ସାର୍। କାହିଁକି ନା ଆଉ ଏଥିରେ ତ ମେଡିଟେସନ ନାହିଁ କିଛି ରାଇଟ। ଏଥିରେ ଆମକୁ ଜଷ୍ଟ ଖାଲି ମାଇଣ୍ଡ କୁ କନସେଣ୍ଟ ରଖିବା ପାଇଁ ଷ୍ଟାବିଲିଟି ରଖିବା ପାଇଁ ଗୋଟେ 10-15 ମିନିଟ ଗୋଟେ ମେଡିଟେସନ କରାହଉ ଯୋଉଟା ବିପାସନା ମେଡିଟେସନ ତାପରେ ପାଠ୍ୟକ୍ରମ ପଢା ହବ ଆଉ ଇଏ ଲମ୍ବା ସମୟ ରହିବନି 3 ଘଣ୍ଟା 4 ଘଣ୍ଟା ଯୋଉ ହବନି ଇଏ 1.5 ଘଣ୍ଟା ମୁଁ କ୍ଲାସ ରଖିବାର ଅଛି ମେଡିଟେସନ ପ୍ଲସ କ୍ଲାସ ଘଣ୍ଟାଟେ ଏଇ ପ୍ରକାର ଚାଲିବ ଓକେ ଇଏ ରେଗୁଲାର ହବନି ୱିକଲି ଗୋଟେ କ୍ଲାସ ହବ
ୱିକଲି ଗୋଟେ କ୍ଲାସ୍, ତେଣୁ ନେକ୍ସଟ ୱିକରେ ପୁଣି ତମ ଲାଇଭରେ ବସିଯିବ, କିଛି ଅସୁବିଧା ନାହିଁ। କାହିଁକିନା ବ୍ୟାଚ୍ ଏବେ ଆପଣଙ୍କ ସହିତ ପୁଣି ଆହୁରି ପୂର୍ବ ବ୍ୟାଚ୍ର ବହୁତ ଷ୍ଟୁଡେଣ୍ଟ ଆଡ୍ ହେବେ ଏଞ୍ଜେଲ ସିମ୍ବଲ ପାଇଁ। ତେଣୁକରି ତା ଭିତରେ ପୁଣି ଆହୁରି ଯୋଉ କ୍ଲାସ୍ ହଉଛି ସେ ଭିତରୁ ଆହୁରି ଆଡ୍ ହେବେ, ତ ଏଇ ପ୍ରକ୍ରିୟାରେ ଆଡ୍ ହେଇ ଯାଉଥିବେ। ଏଣ୍ଡ ହେଲାଠୁ ଆମର କ୍ଲାସ୍ ବହୁତ ଲୋକ ହେଇଯାଇଥିବେ। ଓକେ, ଷ୍ଟାର୍ଟିଂ ରେ ଟିକେ କମ୍ ଥିବେ, କମ୍ ମାନେ ଯାହାହେଲେ ବି 20-25 ଜଣ ଥିବେ ଷ୍ଟାର୍ଟିଂ ରେ, ରାଇଟ୍। ଆମର ଗ୍ରୁପରେ ପାଖାପାଖି 14-15 ଜଣ ଖଣ୍ଡେ ଏନରୋଲମେଣ୍ଟ କରିଛନ୍ତି ଏଞ୍ଜେଲ ସିମ୍ବଲ ପାଇଁ। ସମସ୍ତେ ଅଲମୋଷ୍ଟ କରିଛନ୍ତି, ଜଣେ ଦି ଜଣ କରିନାହାନ୍ତି, ନହେଲେ ସମସ୍ତେ କରିଛନ୍ତି। ବାକି ଏବେ ଆହୁରି 10-12 ଖଣ୍ଡେ ଆସିଯିବେ ଏଠିକି, ତ 25-30 ଖଣ୍ଡେ ହେଇଯିବେ। ଚାଲନ୍ତୁ ଦେଖିବା, ଠିକ ଅଛି। ଆଜ୍ଞା ସାର୍। ପରମେଶ୍ୱର ସାର୍ ଅନମ୍ୟୁଟ କରନ୍ତୁ, ଆପଣ ଅନମ୍ୟୁଟ ଅଛନ୍ତି। ବହୁତ ଦିନ ପରେ ଦେଖା ହେଲା। ସାର୍ ନମସ୍କାର। ନମସ୍କାର ସାର୍। ନମସ୍କାର, ନମସ୍କାର। କୁହନ୍ତୁ, ଆପଣଙ୍କର ଆଜ୍ଞା ହିଲିଂ ଚାଲିଛି? ମୁଁ ଟିକେ ଆଜି ନା ହିଲିଂ ଟା ଆରମ୍ଭ କରି ନାହିଁ, ମୋ ମେଡିଟେସନ ଟା ଚାଲିଛି। ଆଉ ମୁଁ ଟିକେ ଅଲଗା କାମରେ ବ୍ୟସ୍ତ ରହିଛି, ସେଥିପାଇଁ ଆରମ୍ଭ କରି ନାହିଁ। କରିଦେବି ୟାରି ଭିତରେ, ଏଇ 2-3 ଦିନ ଭିତରେ ମୁଁ ଆରମ୍ଭ କରିବି। ହିଲିଂ ଆଉ ଟାକୁ ଷ୍ଟାର୍ଟ କରନ୍ତୁ। ଗୋଟେ ପାୱାର ପାଖକୁ ପାଇଲା ପରେ ତାକୁ ଡିଲେ କରିବାର କିଛି କାରଣ ନାହିଁ। ନା ଆମ ନା ତ କାରଣ ନାହିଁ, ମାନେ ମୁଁ ଟିକେ ଅଲଗା କାମରେ ଟିକେ ବ୍ୟସ୍ତ ଥିଲି, ଟାଇମ ଟିକେ ସର୍ଟ ହଉଛି, ସେଥିପାଇଁ ଟିକେ କରି ନାହିଁ। ଆଉ ଆଜି ବି ସାର୍ କ୍ଲାସ ରେ ଆସିବା ପାଇଁ, ଜଏନ କରିବା ପାଇଁ ମୋର ଏତେ ଲେଟ୍ ହେଇଗଲା, ନେଟ୍ ପ୍ରୋବ୍ଲେମ ରହୁଛି ଏପଟେ। କାହିଁକି ନା ବାଲେଶ୍ୱରରେ ଯୋଉ ଦଙ୍ଗା ହେଲା, ନେଟ୍ ଟା କାଟି ଦେଇଛି। ଦୁନିଆ ନେଟ୍ ହଇରାଣ କାଟି କରିକି ଦେଇଛନ୍ତି, ଛାଡିଦେଲା। ତାହେଲେ ଏବେ କେମିତି ୟୁଜ କରୁଛନ୍ତି ଆପଣ? ପୁଣି ଏବେ ତ ମୁଁ ଦେଖିଲି ହେଇ ନେଟ୍ ଆସୁଛି, ତାପରେ ମୁଁ ଏଇ ଜଏନ କଲି ଆପଣଙ୍କ ମିଟିଂ। ଓକେ, ଆଚ୍ଛା। ମୁଁ ସେତେବେଳୁ ଟ୍ରାଏ ନେଇଥିଲି, ହେଇପାରିନଥିଲା। ଚାଲନ୍ତୁ, ଏଞ୍ଜେଲ ମାଇକେଲ ଆପଣଙ୍କୁ ଜଏନ କରେଇଦେଲେ। ଆଜ୍ଞା, ମୁଁ ସେଇଟା ସ୍ମରଣ କଲି, ମୁଁ କହିଲି ଇଏ ମାଇକେଲ ଏଞ୍ଜେଲ କୁ ପ୍ରାର୍ଥନା କଲି, ମୁଁ କହିଲି ମୋର ହେଇଯାଉ ଶୀଘ୍ର, କାହିଁକିନା ମୋ ମିଟିଂ ଟା ଆଜି ଲସ୍ ହେଇଯିବ ବୋଧେ। ଯାହା ଠାକୁରଙ୍କ ଦୟାରୁ ଏବେ ଏବେ ହେଇଗଲା। ଓକେ, ଓକେ, କିଛି ଅସୁବିଧା ନାହିଁ। ଆଜି ଆଜ୍ଞା ଗୋଟେ ଖାଲି ଜଷ୍ଟ ଗୋଟେ ଆର୍କଏଞ୍ଜେଲ ମାଇକେଲ, ସରି, ଗାର୍ଜିଆନ ଏଞ୍ଜେଲଙ୍କର ଗୋଟେ ମେଡିଟେସନ କରିବା, ରାଇଟ୍। ଆଜ୍ଞା ଆଜି ଆଜ୍ଞା ଯାହାର ଯାହା ଅସୁବିଧା ସୁବିଧା କଷ୍ଟ ଅଛି, ସବୁ ତାଙ୍କ ସହିତ ସେୟାର କରିବେ ଆଜି। ଆଜ୍ଞା ସବୁ ସେୟାର କରିବେ, ଦିଲ ଖୋଲିକିରି କରିବେ, ରାଇଟ୍। ଆଜ୍ଞା ମଜା ଆଜ୍ଞା ଆସିଯିବ, ମଜା ଆଜ୍ଞା ଆସିଯିବ। ଓକେ। ଠିକ ଅଛି। ତ ମୁଁ କହିଲି ନାଇଁ, ଏ ବହୁତ ଦିନ ହେଲା ଯୋଗାଯୋଗ ହେଇନି, ମୁଁ ଟିକେ କଥା ହେଇଯିବା, ଭଲ ଲାଗିବ। ହୁଁ। ସାର୍ ଭଲ ହେଲା ନା, ଏଇ ଜିନିଷ ଟା ରହିଲେ ଆଉ ଆମର ଏନର୍ଜି ଆହୁରି ବଢିକି ରହିବ ନା। ହଁ ହଁ, ମୁଁ ଜଷ୍ଟ ମୁଁ ସମୟ ଦେଇପାରୁନି, ମୁଁ ଚାହୁଁଛି କରିବା ପାଇଁ, କିନ୍ତୁ 6 ଦିନିଆ 4ଟା କ୍ଲାସ୍ ଏବେ କମ୍ପ୍ଲିଟ ହେଲାଣି ଏ ମାସରେ। ମାନେ ଆଜି କେତେ, 21 ତାରିଖ ହେଲାଣି ନା, 4ଟା କ୍ଲାସ୍ ଏ ମାସରେ କମ୍ପ୍ଲିଟ ହେଲାଣି, ସକାଳ 4ରୁ ସନ୍ଧ୍ୟା 7ରେ। ତ ମତେ ସମୟ ହଉନି, ମୁଁ ଚାହୁଁଛି କରିବି, କିନ୍ତୁ ସମୟର ଅଭାବ। ଆଜ୍ଞା ତ ଆର ମାସଠୁ ମତେ ଲାଗୁଛି ଗୋଟେ ଷ୍ଟ୍ରିମ୍ ଲାଇନ ବାହାରି ଗଲେ, ସପୋର୍ଟ ଆଜ୍ଞା କ୍ଲାସ ତ ନିହାତି ଦରକାର, ନହେଲେ ଆପଣ ମାନେ ସବୁ କଣ ଏନର୍ଜି ଡାଉନ ହେଇଯିବ। ହଁ, ଆଜ୍ଞା ଥରେ ଥରେ ଟିକେ ଦେଖା ସାକ୍ଷାତ ହେଇଗଲେ ପୁଣି ଆକ୍ଟିଭ ହେଇଯିବେ। ଆଜ୍ଞା ତେଣୁ କରିବା, ସପୋର୍ଟ କ୍ଲାସ କରିବା, କିଛି ଅସୁବିଧା ନାହିଁ। ଓକେ, ଆଜ୍ଞା ହିଲିଂ ଷ୍ଟାର୍ଟ କରନ୍ତୁ, ହିଲିଂ ଆଉ ଲେଟ୍ କରନ୍ତୁ। ନା ଆଉ ଓକେ, ଲେଟ୍ କରିବେନି, ମୁଁ ଏଇ 2-3 ହଁ, ଦିନ ଭିତରେ ଆରମ୍ଭ କରି ମୋ ଶିଖିଲେ ସବୁ ତାକୁ କାମ ଗୁଛେଇଦେବି। ତୁରନ୍ତ ତାକୁ ଜୀବନରେ ବ୍ୟବହାର କରିବା ଦରକାର, ଆଉ ତାକୁ ଆମେ ଆଜ୍ଞା ଡିଲେ କରିବାନି। ହୁଁ, ଆଜ୍ଞା ଆଉ କିଛି? ଆଜ୍ଞା ନା ଆଉ କିଛି ନାହିଁ, ଆଉ ତ ସବୁ ଠିକ ଠାକ ଚାଲିଛି ଆଉ। ବିଜନେସ ସବୁ ଆପଣଙ୍କର ଠିକ ଠାକ ଚାଲିଛି? ଆଶୀର୍ବାଦ। ଆଜ୍ଞା ବିଜନେସ ଠିକ ଠାକ ଚାଲିଛି? ହଁ, ମୁଁ ଦେଖୁଛି ଏଇ ଜିନିଷ ଟା ହେଲା ପରେ ପରେ ମୋର ଠାକୁରଙ୍କ ଇଚ୍ଛାରୁ, ଯାହା ହଉ ଏଞ୍ଜେଲଙ୍କ ଇଚ୍ଛାରୁ ଯେ ଚାଲିଛି। ଚାଲନ୍ତୁ, ବହୁତ ବଢିଆ, ସମସ୍ତେ ଭଲ ପଜିଟିଭ କଥା କହିଲେ ଖୁସି ଲାଗୁଛି। ହୁଁ, ବହୁତ ନା ଭଲ ନା, ଲାଗୁଛି। ଯୋଉଟା ହେଇଛି ଆଉ ଖୁସି ତ ହବା କଥା ନିହାତି। ନାଇଁ, ମୁଁ କହିବା କଥା ଯେ ଆପଣ ମାନେ ସେଇ ଏନର୍ଜିକୁ କଣ୍ଟିନ୍ୟୁସଲି ରଖିଛନ୍ତି, କନସିଷ୍ଟାନ୍ସି ଆଜ୍ଞା ରଖିଛନ୍ତି, ଯାହାଦ୍ୱାରା କି ଆପଣଙ୍କ ପାଖରେ କିଛି ରେଜଲ୍ଟ ବାହାରୁଛି। ଆଜ୍ଞା ଆଜ୍ଞା ଯୋଉମାନେ ସେଇଟା ନିଶ୍ଚିତ। ଏଇଟାକୁ ହରେଇ ଦିଅନ୍ତି, ସେତେବେଳେ ରେଜଲ୍ଟ ବାହାରିବାଟା ଟିକେ ସେଇଟା ଅସୁବିଧା ହୁଏ। ଆଜ୍ଞା ଆଜ୍ଞା, କିନ୍ତୁ ବୁଝିଲେ? ମେଡିଟେସନ ମୁଁ ତ ରଖିଛି ନା, ସେଇ ଗାର୍ଜେନ ହଁ, ମେଡିଟେସନ। ମେଡିଟେସନ ଯଦି ଯୋଉମାନେ କରିବେନି, ମୁଁ କହୁଛି ଆପଣଙ୍କର ଏନର୍ଜି ଫ୍ରିକ୍ୱେନ୍ସି କମିଯିବ। ସେଟା 100% ସିଓର। କାହିଁକି ନା, ମୁଁ ଯାହା ଦେଖନ୍ତୁ, ଏଠି ଏଞ୍ଜେଲ ପାଠ୍ୟକ୍ରମ ଦେବା ସହିତ ଆପଣଙ୍କୁ ମେଡିଟେସନ ଶିଖେଇଲି। ଆଜ୍ଞା ଏଞ୍ଜେଲ ପାଠ୍ୟକ୍ରମ ମାତ୍ର 2 ଦିନ। ଆଜ୍ଞା
3 ଦିନ 4 ଦିନ 5 ଦିନ ଏଗୁଡା ସବୁ ଆମକୁ ଏଇ ସ୍ପିରିଚୁଆଲି ଜର୍ଣ୍ଣିରେ ଯିବା ପାଇଁ ହେଲେ କଣ କଣ ଆମ ଜୀବନରେ ଆବଶ୍ୟକ ପଡେ ଓଟା ସବୁ ଶିଖେଇଲି। ଆଜ୍ଞା କିନ୍ତୁ ତା ଭିତରେ ପ୍ରଥମ ପ୍ରାୟୋରିଟି ଦେଲି ମେଡିଟେସନ। ସେଇଟା କାହିଁକି ମୂଳ ଜିନିଷ। ମେଡିଟେସନ ହେଲା ଗୋଟେ ପ୍ରକ୍ରିୟା ଆଜ୍ଞା ଯିଏ କି ବହୁତ ନାସ୍ତିକରୁ ବି ଆମକୁ ଗୋଟେ ଭଲ ମଣିଷ କରିପାରିବ। ଆଜ୍ଞା ଯେତେ ବଡ ନାସ୍ତିକ ହେଇଥାଉ ସେ ମେଡିଟେସନ କରିଦେଲା ନା ତା ଜୀବନ ପରିବର୍ତ୍ତନ ଏଇଟା ହେଇଯିବ। ଆଉ ଏଇଟା ଦେଖନ୍ତୁ ଏଇଟା ସିଓର। କମନ ଜିନିଷ। ଆପଣ ଯେତିକି ବି ଆଜିକା ଡେଟରେ ଗୋଟେ ଟପ୍ ଲେଭେଲରେ ଅଛନ୍ତି ତାଙ୍କ ଲାଇଫରେ ସେ ସ୍ପିରିଚୁଆଲ ରଖିଛନ୍ତି ତା ଆଜ୍ଞା ସହିତ ମେଡିଟେସନ ରଖିଛନ୍ତି। ଆଉ ହଁ ଯୋଉମାନେ ଏଇଟା ତୁରନ୍ତ ଯାଇଛନ୍ତି ଉପରକୁ ଆଉ ତୁରନ୍ତ ଖସିଛନ୍ତି ସେମାନଙ୍କ ଜୀବନରେ ନା ସ୍ପିରିଚୁଆଲ ଅଛି ନା ମେଡିଟେସନ ଅଛି। ଆଜ୍ଞା ଆମର ଯଦି ରାଷ୍ଟ୍ରପତି କଥା କହିବା ମୁର୍ମୁ ଆଜ୍ଞା ତାଙ୍କ ଜୀବନରେ ବି ୟୁ ଟର୍ନ ଆସିଛି କେବଳ ଏଇ ମେଡିଟେସନ ପ୍ରକ୍ରିୟାରେ। ନହେଲେ ତାଙ୍କ ହଁ ହିଷ୍ଟ୍ରି ସେଟା ନିଶ୍ଚିତ। ପଢିବେ ଦେଖିବେ ସିଏ ବି ଗୋଟେ ରୁଟ ଲେବୁଲରୁ ଆସିଛନ୍ତି। ହଁ ସେ ଆରଏସଏସ ରେ ଯୋଗ ଦେଇଛନ୍ତି ପ୍ରଥମରୁ, ତେଣୁ ସେ ତ ମେଡିଟେସନ ଲାଇନ ତାଙ୍କର ସେଇଟା। ସେ ଏଥିରେ ଆରଏସଏସ ବି ବାଲା ସବୁ ଥିଲେ ନା ଯୋଉ କଣ କଣ କି ଦୀକ୍ଷା ସେଟା ଗୋଟେ ଯୋଉ ହ୍ୱାଇଟ କଲର ଡ୍ରେସ ଶାଢୀ ପିନ୍ଧନ୍ତି ପ୍ରଜାପିତା ବ୍ରହ୍ମକୁମାରୀ। ବ୍ରହ୍ମକୁମାର। ବ୍ରହ୍ମକୁମାର ହେଲେ ଆଜ୍ଞା ସେ ଥିଲେ ନା। ହଁ, ଆଜ୍ଞା ଆଜ୍ଞା ଆଜ୍ଞା। ତେଣୁକରି ରାଜଯୋଗ। ମେଡିଟେସନ ରାଇଟ ମେଡିଟେସନ ଗୋଟେ ପ୍ରକ୍ରିୟା ତାକୁ ଛାଡିବା ନାହିଁ। ଯିଏ ଛାଡିବେ ସେ ଲସ୍ କରିବେ। ସେ ରାଇଟ। 100% ଆଉ ମୁଁ ବି କାହିଁକି ଆଜି ନା ମୁଁ ଏ ଜିନିଷ ମୋର ମୋ ଲାଇଫରେ ବି ମୁଁ ଯଦି କହିବି ୟୁଟର୍ନ ଆସିଛି କେବଳ ମେଡିଟେସନ। ମୁଁ ପ୍ରଥମେ ବିନା ଗୁରୁରେ ମେଡିଟେସନ କରିବା ଷ୍ଟାର୍ଟ କଲି। ଆଜ୍ଞା ବ୍ରିଦିଂ ପ୍ରାକ୍ଟିସ କଲି ପ୍ରଥମେ ଖାଲି ବ୍ରିଦିଂ ନିଶ୍ୱାସ ନେଲି ହୋଲ୍ଡ କଲି ଥଟ୍ କୁ ଆଗେ କ୍ଲିୟର କଲି ଫାଷ୍ଟ। ଆଜ୍ଞା ଥଟ୍ କୁ ଆଗେ ମୁଁ ଦେଖିଲି ଯୋଉ ଲକ୍ଷ ଲକ୍ଷ ଯୋଉ ଥଟ୍ ଆସୁଛି ତାକୁ ମୁଁ କେମିତି ଫାଷ୍ଟ କମେଇବି। ତାକୁ କମେଇଲେ ହିଁ କିଛି ରାସ୍ତା ମତେ ମିଳିବ। କିଛି ନାହିଁ ମାନେ ହେଲେ ସାର୍ ଗୋଟେ ଜିନିଷ ହଁ ମୋର କୁହନ୍ତୁ। ଏବେ ମାଇଣ୍ଡରେ ମେଡିଟେସନ କରିସାରିଲା ପରେ ମୋ ଦିନ ସାରାରେ ମୁଁ ଦେଖୁଛି ମାନେ ଯୋଉ କାମ ବି କରୁଛି ଇଏ କରୁଛି ସେଗୁଡା ମୋ ମନ ଭିତରେ ଟୋଟାଲ ରହୁନି। ପୁରା ପରିଷ୍କାର ଏକଦମ ଆଉଟ ହେଇଯାଉଛି। ମାନେ ଅନନେସେସରୀ ଗୁଡାକ ଆଉଟ ହଉଛି ନା ନେସେସରୀ ଗୁଡାକ ଆଉଟ ହଉଛି? ସବୁ ଜିନିଷ ମୋର ଆଉଟ ହେଇଯାଉଛି। ମାନେ ଯୋଉଟା ମାନେ ପୁରା ଆବଶ୍ୟକ ମନେ ରଖିବା ସିଏ ବି ପଳଉଛି। ସେଇଟା କିଛି ସମୟ ପାଇଁ ପଳଉଛି ପୁଣି ପୁଣି ଆସି ଯାଉଛି। କିନ୍ତୁ ମୁଁ ତାକୁ ମନେ ପକେଇଲେ ଆସୁଛି ନହେଲେ ଆସୁନାହିଁ। କାହିଁକି ନା ମୁଁ ସବୁବେଳେ ଫ୍ରି ରହିବା ପାଇଁ ଚାହେଁ। ଯେ ଆଉ ମୋ ମାଇଣ୍ଡ ଫ୍ରି ମାଇଣ୍ଡରେ କରିବା ପାଇଁ ସେଟାକୁ ଟୋଟାଲ ରିଲାକ୍ସ ସବୁ କରିଦଉଛନ୍ତି। ଯିଏ ଯୋଉ ଜାଗାରେ ଅଛ ତ ରୁହ ଆଜ୍ଞା ତାକୁ ଆଜ୍ଞା କିନ୍ତୁ ରିକଲ ଏବେ କରିବାର ନାହିଁ। ରାଇଟ ଯେତେବେଳେ ଦରକାର ପଡେ ଏଟା ରିକଲ କରିକିରି ହଁ ନେଇକି ଆସୁଛନ୍ତି। ଆଜ୍ଞା ଠିକ ମୁଁ ଠିକ ସେଇ ଜିନିଷଟା ଏବେ ପାଇପାରିବି। ମତେ ବହୁତ ରାଇଟ। ବହୁତ ବଢିଆ ଲାଗୁଛି ଏନର୍ଜି ବହୁତ ବଢିଆ ମିଳୁଛି। ଏଇ ଜିନିଷ ଟା ମୁଁ ତନ୍ତ୍ର ଭିତରେ ପାଇନଥିଲି ଯେ ଯେତିକି ତନ୍ତ୍ର ଗୁରୁ ମୋର ଅଛନ୍ତି ସେମାନେ ଏଇ ଜିନିଷ ଦେଇନଥିଲେ ମୂଳ ଜିନିଷ ଏଇଟା। ମୁଁ ଏଇଟା ଖୋଜୁଥିଲି କାହିଁକିନା ମୁଁ ଫାଷ୍ଟ ମୋର କେହି ଗୁରୁ ନଥିଲେ ମୁଁ ମେଡିଟେସନ ଆରମ୍ଭ କରିଥିଲି। ମୋର ମେଡିଟେସନ ଇଭେନ 25-30 ବର୍ଷ ହେଇଗଲାଣି। ଆଚ୍ଛା ମାନେ ଶାରୀରିକ ବ୍ୟାୟାମ ସହିତ ଆଉ ଇଏ ମେଡିଟେସନ। ଏଇ ଜିନିଷ ଟା ଓକେ ମୋର ବହୁତ ଦିନ ହେଲାଣି କିନ୍ତୁ ମତେ କେହି ଜଣେ ବି ବୁଝେଇ ନଥିଲେ ଯେ ଏଇ ଜିନିଷରେ ଏଇ ସବୁ ଜିନିଷ ମିଳେ। ଯାହା ମୁଁ ଓକେ ବହିରେ ପଢିଛି ତାପରେ ଚାଲ। ଆପଣଙ୍କର କୃପା ହେଇଗଲା ମୁଁ ଜାଣିପାରିଲି ସବୁ। ଆଚ୍ଛା ଏବେ ଏବେ ଗୋଟେ ବଢିଆ ଜିନିଷ ମତେ ଏଞ୍ଜେଲଙ୍କର ଗାଇଡାନ୍ସ ମିଳିଛି। ରାଇଟ ଯୋଉଟା ନଥିଲା ଆଜି ପର୍ଯ୍ୟନ୍ତ। ମତେ ଗାଇଡାନ୍ସ ମିଳିଛି ତାକୁ ମୁଁ ରେଡି କରୁଛି। ଶକ୍ତିପାତ ଏଞ୍ଜେଲଙ୍କର ଶକ୍ତିପାତ ସମସ୍ତଙ୍କୁ ଦିଆଯିବ। ଆଜ୍ଞା ଠିକ ଅଛି ରାଇଟ ନିଶ୍ଚୟ ସାର୍। ଯୋଉଟା କି ସ୍ପିରିଚୁଆଲ ଜର୍ଣ୍ଣିରେ ସବୁ ଆମର ରେକିରେ ରୁହେ ପ୍ରାନିକ ହିଲିଂରେ ରୁହେ। ଆଜ୍ଞା ତ ଏଞ୍ଜେଲ ହିଲିଂ ରେ ନଥିଲା। ଦେଖନ୍ତୁ ମୁଁ ଏଞ୍ଜେଲ ପାଠ୍ୟକ୍ରମକୁ ହିଁ ବହୁତ ଜିନିଷ ଏଥିରେ ପରିବର୍ତ୍ତନ ଆଣିଛି। ମୁଁ ଆଣିନି ଏଞ୍ଜେଲଙ୍କ ମାଧ୍ୟମରେ ହିଁ ପରିବର୍ତ୍ତନ ହେଇଛି। ରାଇଟ ଆଜ୍ଞା ତ ଏବେ ଇଣ୍ଟୁସନ ଆସିଲା ଶକ୍ତିପାତ ସମସ୍ତଙ୍କୁ ଦେବା ନିହାତି ଜରୁରୀ। ଯେହେତୁ ଆପଣ ଆଜି ଗୋଟେ ଦୀକ୍ଷା ନେଲେ ଗୋଟେ ଶିକ୍ଷା ନେଲେ ରାଇଟ ତେଣୁକରି ଆଜ୍ଞା ଏଞ୍ଜେଲଙ୍କର ଆଟ୍ୟୁନମେଣ୍ଟ ଟା ଦିଆଯିବ ସମସ୍ତଙ୍କୁ। ଓକେ ବହୁତ ଆଜ୍ଞା ଶୀଘ୍ର ଦିଆଯିବ ମୁଁ ଭାବୁଛି ଏଇ ଯୋଉ ଏଞ୍ଜେଲ ସିମ୍ବଲ କୋର୍ସ ଭିତରେ କି ତାପରେ କେତେବେଳେ ଦେଖିକି ମୁଁ ଦେବି ସେଇଟା ମୁଁ ଶକ୍ତିପାଠ ରେଡି କରୁଛି।
ଓକେ ଆଜ୍ଞା କାହିଁକି ନା ମୁଁ ଦେଖନ୍ତୁ ମୁଁ ଏଞ୍ଜେଲଙ୍କ ସହିତ କନେକ୍ଟ ହଉଛି ଇଣ୍ଟୁସନ ମାଧ୍ୟମରେ। ମୋର ଇଣ୍ଟୁସନ ବହୁତ ଷ୍ଟ୍ରଙ୍ଗ। ଆଉ ଯେତେବେଳେ ଇଣ୍ଟୁସନ ଯୋଉଟା ଆସିଲା ମୁଁ ସେଟା କରୁଛି ବହୁତ ସୁନ୍ଦର ଭାବରେ କାର୍ଯ୍ୟକାରିତା ହଉଛି ନୋ ଡାଉଟ। 99.999% ପୁରା ମୋର ସକ୍ସେସ୍ ହଉଛି। ତେଣୁ ଇଣ୍ଟୁସନ କୁ ସେ ଯାହା ହଉ ଲାଭ ହଉ ନଷ୍ଟ ହଉ ମୁଁ ଦେଖିବିନି, ଭଲ ହଉ ଖରାପ ହଉ ମୁଁ ଦେଖିବିନି, ମୁଁ କରେ। କାରଣ ମୁଁ ନାଇଁ ନାଇଁ ଜାଣିଛି ଖରାପ ମୁଁ ନାହିଁ ଗୋଟେ ଭଲ ମତେ ଶୁଭା ଯାଉନି କି ମୁଁ ଦେଖି ପାରୁନି, ବଟ୍ ଇଣ୍ଟୁସନ ସହିତ ମୁଁ ଏଞ୍ଜେଲଙ୍କ ସହିତ ବହୁତ ସୁନ୍ଦର ଭାବରେ କନେକ୍ଟ ହେଇ ପଡୁଛି। ଆଉ ସଙ୍ଗେ ସଙ୍ଗେ ଆସିଲା ମୁଁ ତାକୁ ସଙ୍ଗେ ସଙ୍ଗେ ରେଡି ଚଲେଇଛି। ତାକୁ ଷ୍ଟୁଡିଓରେ ପୁଣି ଷ୍ଟୁଡିଓ ଫର୍ମାଟରେ କରିବାର ଅଛି। ହୁଁ ତ ସେ ଅନୁସାରେ ଆପଣଙ୍କୁ ଆଟେନମେଣ୍ଟ ଦିଆଯିବ। ତ ଆଜ୍ଞା ପୁରୁଣା ଆପଣ ମାନେ ଆଉ ଯୋଉ ନୂଆ ଷ୍ଟୁଡେଣ୍ଟ ସବୁ ଏକାଥରେ ଦେବା ପାଇଁ ମୁଁ ଯୋଜନା ରଖିଛି। ବହୁତ ଶୀଘ୍ର ଇଣ୍ଟୁସନ ମିଳିଲେ ଆପଣ ଆଉ ଟିକେ ଶକ୍ତିପାତ ଆପଣଙ୍କର ମୋ ତରଫରୁ ଚାଲିଯିବ, ଆଉ ଟିକେ ଏନର୍ଜେଟିକ ହେଇଯିବେ। ଓକେ ସେଇଟା ନିହାତି ଆବଶ୍ୟକ ସାର୍। ହଁ ତ ଅଲମୋଷ୍ଟ ଆଉ ଯିବା ଆଉ କିଛି। ସାର୍ ଆଉ ଗୋଟେ କଥା ଆ- ଯୋଉ ଆମର କୋର୍ସ ଆସେସମେଣ୍ଟ କଥା ଯୋଉ କହୁଥିଲେ, ସେଟା ଗୋଟେ ମାନେ ସେଟା ଆ ଭିତରେ କରୁଛନ୍ତି ତ ସେଇଟା? କୋର୍ସ ଯୋଉ ଆପ୍ସଟା ହଁ ଆଜ୍ଞା ଆଜ୍ଞା ଟାକୁ ମୁଁ ଟିକେ ଏବେ ଡାଉନ ରଖିଦେଇଛି, କମେଇ ଦେଇଛି। କାହିଁକି ନା ଆଚ୍ଛା ମୁଁ ଏଞ୍ଜେଲ ସିମ୍ବଲ କୋର୍ସଟାକୁ ରେକର୍ଡିଂ କରି ବୋଲି କହୁଥିଲି, ଆଜ୍ଞା ଯାହାଦ୍ୱାରା କି ମତେ ଆପ୍ସଟା କମ୍ପ୍ଲିଟ କରିବା ନିହାତି ଜରୁରୀ ଥିଲା। ହୁଁ ତେଣୁକରି ମୁଁ ସମୟ ଦେଇପାରୁନି, କାହିଁକି ନା ଆପରେ ବସିଲେ ମତେ କମ୍ପାନୀ ସହିତ ବସିବାର ଅଛି। ସବୁ ଜିନିଷ ଆଚ୍ଛା ମତେ ସବୁ କରିବାର ଅଛି, ମୋ ପାଖରେ ସମୟ ହଉନି। ହଁ ମୁଁ ତାଠୁ ବେଟର ମନେ କାହିଁକିନା କଲି ଯେ ନାଇଁ ମୁଁ ଲାଇଭ କ୍ଲାସ କରିକି ଆଟଲିଷ୍ଟ ଏ ବ୍ୟାଚ୍ ଟାକୁ ମୁଁ କମ୍ପ୍ଲିଟ କରିଦେବି ପର ମୁହୂର୍ତ୍ତରେ, ନହେଲେ ସାର୍ ଯୋଉମାନେ ଆସିବେ। ଆଉ ଗୋଟେ ଜିନିଷ କଣ କି ମାନେ ଆପ୍ଟା ଇଏ ହେଲେ କଣ ନା ଆମର ଯୋଉ ହିଲିଂ ଟା ସେଟା ଆଉ ଟିକେ ଭଲ ଇଏରେ ହନ୍ତା ମାନେ ହେଇପାରିବ। ଆପ୍ ତ ଆଜି ନହେଲେ କାଲି ହବ। ହଁ ମୁଁ ଆର ମାସରେ ତ କରିଦେବି ମୁଁ, ଆଜ୍ଞା ଆଜ୍ଞା ନୋ ଡାଉଟ। ହଁ ସେଇଟା ମତେ ନିହାତି ଦରକାର। ହଁ ଓକେ ତେଣୁ ଆଜ୍ଞା ସଡନ ହେଇପାରୁନି, କାହିଁକିନା ନା ମତେ ଠିକ ସମୟ ଅଛି ଦେବାକୁ ପଡୁଛି। ଏଇଆରେ ହଁ ଆଜ୍ଞା ଓକେ ତେଣୁ ହବ, ହୁଁ ସେଥିପାଇଁ ବ୍ୟସ୍ତ ନାହିଁ। ସେଟା ଆପଣ ଲାଇଫ ଟାଇମ ଆପଣଙ୍କ ପାଖରେ ରହିଲା। ଆଜ୍ଞା ରାଇଟ ଆପଣ ଓଡିଆଟା ଲେଖା ଆପଣଙ୍କ ପାଖରେ ଅଛି, ଖାଲି ସେ ଭିଡିଓ ହିଲିଂ ଭିଡିଓ ଯାକ ସେଠି ରହିଲା। ଆପଣ ଯେତେବେଳେ ଯୋଉ ହିଲିଂ ଭିଡିଓ ଦରକାର ଖୋଲିଲେ ହଁ ଦେଖିଲେ, ଡାଉଟ କ୍ଲିୟର ହେଲା, ଚାଲୁ। ଆଜ୍ଞା ଆଜ୍ଞା ସମସ୍ତେ ଠିକ ପ୍ରିଣ୍ଟ ବାହାର କରୁଛନ୍ତି ପିଡିଏଫ ର ମତେ ଟିକେ ଦେଖେଇ ପାରିବେ? ଆଚ୍ଛା। ସମୀର ସାର୍, ମହେନ୍ଦ୍ର ସାର୍, ପିଡିଏଫ ହିଲିଂ ର ପିଡିଏଫ ବୁକ୍, ମୁଁ ସେଇଥିରୁ ଜାଣିପାରିବି ଯେ କୋଉମାନେ କେତେ ସିରିୟସ ଅଛନ୍ତି। ସାର୍ ଅଫିସ ସାର୍ ରଖିକି ପଳେଇଛି। ଆଚ୍ଛା ଅଫିସ ସାର୍ ହେଲେ ସାର୍ ରଖିଛି। ଓକେ ସାର୍, ସନ୍ତନୁ ସାର୍, ଠିକ ଗୁଡ। ଆପଣ ସେଦିନ ଦେଖିଦେଇଥିଲି। ଓକେ ମୁଁ ଓକେ ଦେଖେଇଥିଲି ସାର୍ କୁ। ରଘୁନାଥ ସାର୍, ୱାଓ ଗୁଡ। ସମସ୍ତେ କଲର କରିଛନ୍ତି। ଆଉ କାହିଁ ପରମେଶ୍ୱର ସାର୍, କାହିଁ ଆପଣଙ୍କର କରି ନାହିଁ ସାର୍। ଦେଖନ୍ତୁ କରିନି। ବହିଟା ପାଠ ସରିଲା ମାନେ ବହିଟାକୁ ରଖିଦେବାର ଅଛି। ଆଖି ସାମ୍ନା ଆଜ୍ଞା ରଖିଲେ ସେ ଏନର୍ଜି ଟାଣିବ। ଆପଣ ମୋ ଫଟୋଟା ଅଛି ତା ଭିତରେ, ନା ନା କରିବାର ଅଛି। ସାର୍ ଦେଖୁଛନ୍ତି ମୁଁ କରୁନି, କରିବାର ଅଛି। ଆଜ୍ଞା କରିଦିଅନ୍ତୁ, ଲେଟ୍ କରନ୍ତୁନି। ଆଉ କେହି କରୁନାହାନ୍ତି? ମହେନ୍ଦ୍ର ସାର୍, ଆପଣ ତ ଅଫିସରେ ପ୍ରିଣ୍ଟ କରିଦେବେ, ଅସୁବିଧା କଣ ହେଲା? ଅନମ୍ୟୁଟ କରନ୍ତୁ। ଆପଣଙ୍କର ଭଏସ ନା ନାଇଁ, ଭଏସ ଆପଣଙ୍କର କାଲି କରିଦିଅ। କରିଦିଅନ୍ତୁ, କରିଦିଅନ୍ତୁ। ସେଟା ରଖିଲେ ଆପଣ ଜାଣିବେ ଯେ ହଁ ମୁଁ କଲି, ଗୋଟେ ନିଜକୁ ଗୋଟେ କଣ ନା ୟୁନିଫର୍ମ ଲାଗିବ। ପାଠ ସରିଲା, ପାଠ ପାଇଁ ଯାହା ଯାହା ଦରକାର ସେ ଜିନିଷ ରହିଲା, ବାସ୍। ନହେଲେ କଣ ହବ ନା, ଆପଣଙ୍କୁ ଯେତେବେଳେ କମ୍ପ୍ଲିଟ ଆପଣଙ୍କ ପାଖରେ ମେଟେରିଆଲ ନଥିବ ନା, ଆପଣଙ୍କ ମନ ହିଁ ଆଲାଉ କରିବେନି ହିଲିଂ କରିବା ପାଇଁ। ମୁଁ ସିଓର ଆପଣ ହିଲିଂ ଷ୍ଟାର୍ଟ କରିନାହାନ୍ତି, ମୁଁ ସିଓର ଆପଣ ହିଲିଂ ଷ୍ଟାର୍ଟ କରିନାହାନ୍ତି। ଭଏସ ଆସୁନି। ହ୍ୟାଲୋ। ହଁ କୁହନ୍ତୁ। ହଁ ସାର୍ ଆସିଲା କି? ହଁ ହଁ ଆସିଲା। ଚାଲନ୍ତୁ, ଆଜି ଆପଣଙ୍କର ଏନର୍ଜି କିଛି ଡିଷ୍ଟରବାନ୍ସ ଅଛି। ଓକେ ଚାଲନ୍ତୁ, ପପୁନ ମୁନି ଅନମ୍ୟୁଟ କରନ୍ତୁ। ସାର୍ ଗୋଟେ କୋଶ୍ଚିନ୍ ଥିଲା ସାର୍। କୁହନ୍ତୁ।
ସାର୍ ଆମେ ଯୋଉ ଇଏ ପାଇଁ କଲ ସିମ୍ବଲ ପାଇଁ ଆମେ କଲର ଇଏ କଲେ ଯୋଉ କଲର ପେନ୍ ଯୋଉ ଆସୁଛି ସେଥିରେ କଲେ ତ ହବ ଆମର। ସେଟା ମୋଟା ହେବା ଦରକାର। କଲର ପେନ୍ ରେ କଲେ ସେ ପତଳା ଲାଇନ ଗୋଟେ ବାହାରିବ। ହଁ ତାକୁ ଯଦି ଆମେ ମୋଟା ଆଜ୍ଞା ସ୍କେଚ ପେନ୍ ରେ କରିବା, ଯେମିତି କି ହଁ ହଁ ଏ ପେନ୍ ଟା ହେଲା ସବୁଠୁ ବେଷ୍ଟ। ଆପଣ କୋଡିଏ ହୁଁ 10-20 ଟଙ୍କା କମ ପଡୁଛି ଗୋଟେ ଗୋଟେ। ହୁଁ, ସବୁ କଲର ହୁଁ ହୁଁ ମିଳିଯାଉଛି ବୁକ୍ ଷ୍ଟୋର ଯଦି ଆପଣ ଆଣିବେ। ଏଇଟା କଲେ ସବୁ ବହୁତ ବଢିଆ। ଏଇଟା କଣ ନା ମାର୍କର, ଆପଣ ଯେତେବେଳେ ହାତରେ ଲେଖିବେ ନା ଲିଭିବନି ଏତେ ସହଜରେ। ହଁ ହଁ ଯୋଉଟା ଏ ପରମାନେଣ୍ଟ ମାର୍କର ଆସୁଛି। ହଁ, ଏଇଟା ପରମାନେଣ୍ଟ ମାର୍କର ଟା 15-20 ଟଙ୍କା କମ ପଡୁଛି ବୋଧେ। ହଁ, କିନ୍ତୁ ହୁଁ କଣ ନା ସ୍କେଚ 20 ଟଙ୍କା ପେନ ରେ 20 ଯଦି ଟଙ୍କା ଆପଣ ପଡୁଛି ବୋଧେ। ଶରୀରରେ ଲେଖିବେ ତାହେଲେ ଲିଭିଯିବ, ମାର୍କର ହାଳରେ ବି ବାହାରିଯିବ। କିନ୍ତୁ ଇଏ ପୁରା ଆପଣ 24 ଆୱାର ରହିବ, କିଛି ହୁଁ ହବନି, ହୁଁ ଝାଳ ବୋହିଲେ ବି କିଛି ହବନି। ଠିକ ଅଛି। ଖାଲି ଏ ସାବୁନ ମାରିଲେ ହିଁ ଯାଉଛି। ତାର ଏଇ ରେସିଓରେ ଏମିତିଆ ମୋଟା ପେନ୍ ମିଳୁଛି। ସମସ୍ତେ ଗୋଟେ ଗୋଟେ ଆଣୁଥାନ୍ତୁ ହଁ ଧରି ହଁ ସବୁ କଲର। ଓକେ, ସବୁ କଲର ଆଣିବେ ଭାରି। ଲେଖି ସାର୍ ଦିଅନ୍ତୁ କୋଉ କୋଉ କଲର ଯଦି। ଗୋଟେ ପର୍ପଲ, ବ୍ଲୁ, ବ୍ଲାକ୍, ଗ୍ରୀନ, ପର୍ପଲ, ବ୍ଲୁ, ବ୍ଲାକ୍, ଗ୍ରୀନ, ୟେଲୋ, ୟେଲୋ ରେଡ୍ ରେଡ୍, ଗ୍ରୀନ, ଗ୍ରୀନ ହେଲା, ଆଜ୍ଞା ବ୍ଲୁ, ୟେଲୋ, ପିଙ୍କ, ପିଙ୍କ, 7 କଲର୍ସ। ଓକେ। ବାସ୍ ଏଇ 5ଟା କଲର ଆମର ମୁଖ୍ୟ ଦରକାର। ଠିକ, ଆଉ ଗୋଟେ ଅରେଞ୍ଜ। ଅରେଞ୍ଜ ରେ ପାଖରେ 3-4ଟା ଅଛି ସିମ୍ବଲ। ପର୍ପଲ, ରେଡ, ବ୍ଲୁ, ଗ୍ରୀନ, ୟେଲୋ, ପିଙ୍କ, ଛଅଟା ପର୍ପଲ। ହେଲା ସାର୍, 6ଟା। 6ଟା। ହଁ, ଏତିକି ଆମକୁ 6ଟା ମିନିମମ୍ ଦରକାର। 1, 2, 3, ସାର୍ 4, ସାର୍ ପାଞ୍ଚ। ପର୍ପଲ ଗୋଟେ ଆଉ ପର୍ପଲ ବ୍ଲୁ, ଇଏ ପର୍ପଲ ଆଉ ବ୍ଲୁ ଟା ଅଲଗା ନା କଣ? ନା ପର୍ପଲ ପିଙ୍କ, ବ୍ଲୁ ପିଙ୍କ, ପିଙ୍କ, ପିଙ୍କ। ପିଙ୍କ? ଟୋଟାଲ ପିଙ୍କ 8ଟା 8ଟା କଲର। କଲର ହେଇଗଲାଣି। ହଁ, 8 କଲର୍ସ 8ଟା କେତେଟା ହେଇଗଲା ହେଲା ସାର୍। ଆଜ୍ଞା? 8ଟା 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 8ଟା। 8ଟା। ହଁ, ପର୍ପଲ, ଏତିକି ବ୍ଲୁ, କଲର ବ୍ଲାକ୍, ରଖିଦିଅନ୍ତୁ। ହୁଁ, ଗ୍ରୀନ, ରେଡ୍, ପିଙ୍କ। ଆଉ ଗୋଟେ କଣ ସାର୍ ମୁଁ ରହିଗଲା? ଲେଖିକି ଗ୍ରୁପ ରେ ଛାଡିଦେବି, ବ୍ୟସ୍ତ ହୁଅନ୍ତୁନି ହେଲା। ଆଜ୍ଞା ଗ୍ରୁପ ରେ ଆଜ୍ଞା ଛାଡିଦେବି। ଆଜ୍ଞା। ହଉ, ଯିବା ପପୁନ ସହିତ କଥା ହେଇଯିବା, ଆଗକୁ ଯିବା। ଅନମ୍ୟୁଟ କରନ୍ତୁ। କୁହନ୍ତୁ, ନମସ୍କାର। ସାର୍ ନମସ୍କାର ବହୁତ ଦିନ ପରେ ଦେଖା ହେଲା। ସାର୍। ଆଉ କାମ ଦାମ ଚାଲିଛି ଠିକ ଠାକ? ଚାଲିଛି ସାର୍ କାମ ଦାମ। ହିଲିଂ ହଉଛି? ଫିଲିଂ ଷ୍ଟାର୍ଟ କରିନି ସାର୍ ଏବେ ଯାଏଁ। କେବେ କରିବା? କରିବା ସାର୍, ଏବେ ତ କାମ ଫାମ ବର୍ଷା ମାସ ହେଲା, କାମ ଟିକେ ବନ୍ଦ ହେଇଯିବ ଏବେ। ହିଲିଂ କରିବି ବୋଲି ଭାବୁଛି। ଯେ କାମକୁ ଆମେ ହିଲିଂ କାହିଁ ଇଣ୍ଟର କନେକ୍ଟ କରିବା? ଆମେ ଖାଉଛେ, ହଁ ପିଉଛେ, ଶୋଉଛେ, କାମ କାମ ବାଟରେ ହବ, ଖାଇବା ଖାଇବା ବାଟରେ ହବ, ଶୋଇବା ଶୋଇବା ବାଟରେ ହବ, ହିଲିଂ ହିଲିଂ ବାଟରେ 10 ମିନିଟ, 5ରୁ 10 ମିନିଟ। ସେମାନେ କରୁଛନ୍ତି, ଏତେ ଭଲ ରେଜଲ୍ଟ ପାଉଛନ୍ତି, ଆମକୁ ଖାଲି କରିବା ଦରକାର ନା। ଆଉ ଜଣେ ତ ଆସିନାହାନ୍ତି, ସେ ଆମର କଟକର ମଙ୍ଗୁଳିର ସେ ଜଣେ ହସ୍ପିଟାଲ କରିଛନ୍ତି, ସେ ଲଲିତ ବାବୁ। ସିଏ ପୁରା ମାନେ କହିଲେ ସାର୍ ମିରାକଲ, ମିରାକଲ ସାର୍। ଖାଲି ମୁଁ ପଚାରିଲି କି ହିଲିଂ ହଉଛି ନା ସାର୍? କୁହନ୍ତୁନି, ମିରାକଲ। ସେକେଣ୍ଡ ଡେ ରୁ ହିଁ ରେଜଲ୍ଟ ବାହାରିବା ଷ୍ଟାର୍ଟ ହଉଛି। ତେଣୁ ଯଦି ଆମେ କରିବାନି, ତାହେଲେ ଲେଟ୍ କରିବା, ତାହେଲେ ମୁଁ କହିଥିଲି ନା, ଯଦି ଆମେ ଦେଖୁଛେ ଲୋକଙ୍କର ସଫଳତା ହେଇପାରୁଛନ୍ତି, ଆମେ ଯଦି ସେଟାକୁ ଜାଣିକି ବି ଯଦି ଲେଟ୍ କରିବା, ତାହେଲେ ଆମେ ସଫଳତା ବି ଲେଟ୍ ପାଇବା ନା। କାହାକୁ ଖୁସି ଲାଗେ କି ଲେଟ୍ ରେ ସଫଳତା ମିଳୁ? ନା ଶିଖିବା, କରିବା, କରନ୍ତୁ। ରାଇଟ୍, ତ ଆଉ ସାର୍ ପିଡିଏଫ ଷ୍ଟାର୍ଟ ଟାକୁ କରୁ। ପ୍ରିଣ୍ଟ ବାହାର କରି ଆଣନ୍ତୁ, ପିଡିଏଫ ଟାକୁ। ସେ କୋର୍ସ ଯାକ କରିନି ସାର୍, ମୁଁ 2ଟା ନା କେତେଟା କ୍ଲାସ କରିନି ଟୋଟାଲି। ତ ଏ ଯୋଉ ପିଡିଏଫ ଟା ପ୍ରିଣ୍ଟ ହେଇନି? ନାଇଁ ସାର୍, ମୁଁ କରିନି।
କରିଦିଅନ୍ତୁ, କଣ ଦୋକାନରେ ଦେଇଦେଲେ ସେ ତା ସେ ପ୍ରିଣ୍ଟ ବାହାର କରି ସ୍ପାଇରାଲ ବାଇଣ୍ଡିଂ କରିକି ଦେଇଦବ। ନିଜେ କଣ କରିବାକୁ ପଡୁଛି ନା। ଓକେ, ଆଜ୍ଞା। ଯିବା ବସିବା। ସମସ୍ତଙ୍କ ସହିତ ଅଲମୋଷ୍ଟ କଥା ହେଇଗଲି, ରାଇଟ୍। ବସନ୍ତୁ, ଆରାମସେ ବସନ୍ତୁ। ବହୁତ ସୁନ୍ଦର ଭାବରେ କରନ୍ତୁ, ବଢିଆ ସୁନ୍ଦର କି କରିଛି ମୁଁ, ରାଇଟ୍। ମୁଁ ଚେଷ୍ଟା କରୁଛି ସବୁବେଳେ ମାଇଣ୍ଡ କୁ ଗୋଟେ ଭଲ ମ୍ୟୁଜିକ ଦେଲା ଭଳିଆ ଗୋଟେ ଅ, ସେଇ ପ୍ରକାର ନେଲା ଭଳିଆ ମୁଁ ତାକୁ ରେଡି କରୁଛି ସବୁବେଳେ। ଏଇ ଯୋଉ ରିଦିମ ମ୍ୟୁଜିକ, ଏ ସବୁ ଜିନିଷ ମୁଁ ନିଜେ କରେ, ରାଇଟ୍। ଆଉ ମୁଁ ଚେଷ୍ଟା କରେ ଗାଇଡେଡ ସହିତ ମ୍ୟୁଜିକ ଟା ଯେତେବେଳେ ତାଳ ଖାଇବ ନା, ଆପଣଙ୍କୁ ଆଗକୁ ନେବା ପାଇଁ ପ୍ରୋସେସ ହବ। ଆଉ ଏଇଟା ମୁଁ କହିଦଉଛି, ଏଥିରେ କିଛି ଜିନିଷ ମୁଁ ଆଡ କରିଛି। ଓକେ, ଯୋଉ ଯୋଉ ପ୍ରୋସେସ ଆଡ କରିଛି, ଏଇଟା ଗୋଟେ ପାଷ୍ଟ ଲାଇଫ ରିଗ୍ରେସନ କଲାବେଳେ କିଛି ପ୍ରୋସେସ ଏଥିରେ ଆଡ କରିଛି। ସମୟ ପଡ଼ିଲେ ଆପଣ ଡିପ୍ ଲେଭେଲକୁ ବି ପଳେଇ ଯାଇପାରିବେ, ବହୁତ ଡିପ୍ କୁ ପଳେଇ ଯିବେ ଯଦି ସେ ଅନୁସାରେ ଯାଉଛନ୍ତି। ଏକ୍ଜାକ୍ଟଲି ଏଇ ପ୍ରୋସେସରେ ମୁଁ ପାଷ୍ଟ ଲାଇଫ ରିଗ୍ରେସନ କରାଏ। ହଁ, ୟେସ୍, ମୁଁ ନେକ୍ସଟ ଯେବେ ସପୋର୍ଟ କ୍ଲାସ କରିବି ଜଣକୁ କାହାକୁ ପାଷ୍ଟ ଲାଇଫକୁ ନେବି। ଓକେ, ଜଣକୁ ଅନଲାଇନ ରେ ମୁଁ ପାଷ୍ଟ ଲାଇଫକୁ ନେଇକି ଯିବି। ରେଡି? ସେଟା ଲକି ଡ୍ର କରିବା। ଯାହାର ନା ବାହାରିବ ତାଙ୍କୁ ନେଇକି ଯିବି। ନହେଲେ ସମସ୍ତେ କହିବେ ନା ମତେ ନିଅନ୍ତୁ ମତେ ନିଅନ୍ତୁ। ବଟ୍ କଣ୍ଡିସନ ହେଲା, ଯିଏ ଯାହାର ଲକି କୁପନ ବାହାରିବ ତାଙ୍କୁ ନେବି, କିନ୍ତୁ ତାଙ୍କ ପାଖରେ ଆଉ ଜଣେ ଆସିଷ୍ଟାଣ୍ଟ ରହିବା ଦରକାର, ରାଇଟ୍। କାହିଁକି ନା ଯୋଉ କମାଣ୍ଡ ଦିଆହବ, ଯଦି ପାଖରେ ଆଉ ଜଣେ କିଏ ନଥିବ ତାହେଲେ ଆପଣ ରିଟର୍ନ କରିବା ଅସୁବିଧା ହବ। ନୋ ଡାଉଟ ଟିକେ ଲେଟ ରେ ଆସିବେ, କିନ୍ତୁ ଆମେ କ୍ଲାସ ଭିତରେ ହିଁ ରିଟର୍ନ କରିବା ଦରକାର ନା। ଯଦି ଲମ୍ବା ସମୟ ରିଟର୍ନ କରିବା ଅସୁବିଧା, ତେଣୁକରି ରିଟର୍ନ କରିବା ଯଦି କୌଣସି ପ୍ରକାର ଚ୍ୟାଲେଞ୍ଜେସ୍ ଆସିବ, ତାହେଲେ ଟିକେ ପାଣି ପକେଇବାର ଅଛି ମୁହଁରେ। କାମ ହେଲା ଏତିକି, ଜଣେ ଯୋଉ ଆସିଷ୍ଟାଣ୍ଟ ରହିବେ, ଜଷ୍ଟ ଯଦି ବ୍ୟାକ୍ କରିପାରୁନାହାନ୍ତି ତାହେଲେ ଜଷ୍ଟ ମୁହଁରେ ଟିକେ ପାଣି ଫୋପାଡ଼ି ଦେଲେ ସେ ବାହାରିଯିବେ। ତ ଏଇଥିପାଇଁ ଜଣକୁ ଗୋଟେ ଦରକାର ଆସିଷ୍ଟାଣ୍ଟ। ଓକେ, ଯୋଉମାନେ ଆସିଷ୍ଟାଣ୍ଟ ଅଛି ବୋଲି କହିବେ ସେମାନଙ୍କ ଭିତରୁ ବାହାର କରାଯିବ କାହାକୁ ନେବି। ଓକେ, ମୁଁ ଜାଣିନି ନେକ୍ସଟ କେବେ ସପୋର୍ଟିଂ କ୍ଲାସ ରଖିବି, ବଟ୍ ଯୋଉଦିନ ସପୋର୍ଟିଂ କ୍ଲାସ ରଖିବି ଜଣକୁ କାହାକୁ ପୂର୍ବ ଜନ୍ମକୁ ନେଇକି ଯିବି। ମୁଁ ଭାବିଛି ଆଜି ଆସିଲା ଇଣ୍ଟୁଇସନ, ମୁଁ ଦେଖନ୍ତୁ ଏବେ ମନେ ପଡିଗଲା କହିଦେଲି। ସକାଳେ ଆସିଥିଲା ମନେ ପଡୁଥିଲା, ବୋଲି ନେବି କାହାକୁ। ଗୋଟେ ଏକ୍ସପେରିମେଣ୍ଟ କରିବା, ସମସ୍ତେ ଦେଖିବେ। ଦେଖିଲେ କଣ ହବ ନା, ତାପରେ ଶିଖିବା ପାଇଁ ଇଚ୍ଛା ହବ, ରାଇଟ୍। ସମସ୍ତେ ଶିଖିବା ଜାଣିବା ବି ଦରକାର, ପୂର୍ବ ଜନ୍ମକୁ ଗଲେ ଆମେ କଣ ଥିଲେ, କେମିତି ଥିଲେ, ଆମର କୋଉ ଇୟର ଚାଲିଥିଲା, ନା କଣ ଥିଲା, ରାଇଟ୍। ମୁଁ କଣ କାମ କରୁଥିଲି, ମୋର ପିଲା ଛୁଆ କିଏ ଥିଲେ, ମୋର ମୋର ସ୍ତ୍ରୀ କିଏ ଥିଲା, କି ମୋର ହଜବେଣ୍ଡ କିଏ ଥିଲା, ସବୁ ଜିନିଷ ଆମେ ପ୍ରାକ୍ଟିକାଲ ଦେଖିବା କରୁଥିବା, ରାଇଟ୍। ଆଉ ଦେଖି ବି ପାରିବା ଯେ ପୂର୍ବ ଜନ୍ମରେ ଯଦି ଆପଣ ପୁରୁଷ ଥିଲେ, ଯଦି ସ୍ତ୍ରୀ ଯିଏ ଥିଲା, ସେ ଆତ୍ମାଟା ଏ ଜନ୍ମରେ କିଏ ହେଇଛି ସେଟା ବି ହେଇପାରିବ। ବହୁତ ଜିନିଷ ଅଛି, ବହୁତ ଜିନିଷ ଅଛି। ଆମେ ଡିପ୍ ଡିପ୍ ଯେତେ ଯିବା ବହୁତ ଜିନିଷ ଜାଣିପାରିବା। ବଟ୍ ମୁଁ ଗୋଟେ ନର୍ମାଲ ୱେରେ ନେବା ପାଇଁ ଚେଷ୍ଟା କରିବି। ଦେଖାଯାଉ, ବହୁତ ଦିନ ପରେ ମୁଁ କରିବି। ମାନେ ମୁଁ ଟଚ୍ ଛାଡି ଦେଇଛି, ପାଖାପାଖି 1.5 ବର୍ଷ 2 ବର୍ଷ ହେଇଯିବ ଟଚ୍ ଛାଡି ଦେଇଛି। ବଟ୍ ପ୍ରୋସେସ ତ ଗୋଟେ, ସେମିତି କିଛି ନାହିଁ। ଓକେ, ତ ଏଟା ଏକ୍ସପେରିମେଣ୍ଟ କଲା ପରେ ପୁଣି ଶିଖେଇବା ନା ସମସ୍ତଙ୍କୁ, ରାଇଟ୍। ତେଣୁ ଥରେ ଆପଣ ଦେଖିଲା ପରେ ଆପଣ ତାପରେ ଇଚ୍ଛା କରିବେ, ହଁ 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 ମତେ ବି ଶିଖିବାର ଅଛି, ଜାଣିବାର ଅଛି, ରାଇଟ୍। ଚାଲନ୍ତୁ ବସିଯାଆନ୍ତୁ ସମସ୍ତେ ଆରାମସେ। ଓକେ, କୁହନ୍ତୁ, କୁହନ୍ତୁ ଶାନ୍ତନୁ ସାର୍, ଏକ୍ସପିରିଏନ୍ସ କୁହନ୍ତୁ। ଅନମ୍ୟୁଟ କରନ୍ତୁ, ଅନମ୍ୟୁଟ କରନ୍ତୁ। ତାର ଗୋଟେ ଅଜଣା ଦୁନିଆକୁ ଚାଲିଗଲା ବୋଲି ଲାଗିଲା। ଗାର୍ଜିଆନ ଏଞ୍ଜେଲଙ୍କ ସହିତ ବସିଲେ, କଥା ହେଲେ, ସାର୍ ସବୁ କହିଲେ ପ୍ରୋବ୍ଲେମ, ସାର୍ କହିଛି ପୁରା ମନ ଖୋଲିକି କହିଲେ ତ, ନା ଆଉ କିଛି ରହିଗଲା ମନରେ? ସାର୍, ଯୋଉଟା ରହିଛି ଦୁଃଖ କଷ୍ଟ ଭିତରେ ଯାହା କିଛି ରହିଛି ସେଇଟା ଚଳେଇବା କଥା ଆଉ। Good. ଭଲ ଲାଗିଲା, ହାଲକା ହେଇଗଲା ଯେ ଭିତର। ସାର୍ ସାର୍ ଭଲ ତ ଲାଗିଲା। ସମୀର ସାର୍ ଅନମ୍ୟୁଟ କରନ୍ତୁ।
हाँ सर କୁହନ୍ତୁ। सर बहुत बढ़िया लगा सर रिलैक्स ଖାଲି लगा ବଢିଆ मुझे ଲାଗିଲା ଆଉ କିଛି ନାହିଁ? रिलैक्स लगा सर अब बॉडी गोटे ରିଲାକ୍ସ? अनुभव होता फील होता बॉडी गोटे फील होता ନାଇଁ, ଯୋଉ ପ୍ରକ୍ରିୟାରେ କହିଲି ମେଡିଟେସନ କରିପାରିଲେ ସବୁ ଠିକ ଠାକ? हाँ 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 सर आई एस ସେ ପାର୍କ ଗଲେ, ପାର୍କରେ ଫୁଲ ଗଛ ସବୁ ଦେଖିଲେ, ଚେୟାର हाँ ଦେଖିଲେ, सर हाँ सर ସବୁ ଠିକ ରେ କରୁଥିଲେ ତ? ମୁଁ ସେଇଟା କହୁଛି। हाँ सर हाँ सर ठीक हो କାହିଁକି ନା ପ୍ରୋବ୍ଲେମ ଆମେ ଯଦି ଲୋକଙ୍କୁ କହିବା, ଲୋକ ଆମର ଫାଇଦା ନେବେ। हाँ सर हाँ ଯେହେତୁ ଆମ ପାଖରେ ଏଞ୍ଜେଲ ଅଛନ୍ତି, ଗାର୍ଜିଆନ ଏଞ୍ଜେଲ, ତାଙ୍କୁ କହିଲେ ସିଏ ଆମର ଫାଇଦା ନେବେନି, ଆମକୁ ସେ ହେଲ୍ପ କରିବେ। हाँ सर ଯେତେବେଳେ ମନର କଷ୍ଟ ଯାକ ଆମେ ଯେତେବେଳେ କହିଦଉଛେ ନା, ବହୁତ ହାଲକା ଲାଗିବ। କାଲି ସକାଳୁ ଉଠିବେ ବହୁତ हाँ ଫାଙ୍କା सर ଲାଗିବ, ବହୁତ ଫାଙ୍କା हाँ ଲାଗିବ। सर हाँ सर ଲାଗିବନି? हाँ सर नहीं सर 100% नहीं ଚାଲନ୍ତୁ। ରଘୁନାଥ ସାର୍, ଆପଣ ଶୋଇପଡିଥିଲେ, କଥା କଣ କୁହନ୍ତୁ? ସାର୍ ପୁରା ରିଲାକ୍ସ ହେଇଗଲି ସାର୍ ଆଉ। ସାର୍ ଏଇଟା ସାର୍ ରେକର୍ଡିଂ ଟା ସାର୍ ଏଥିରେ ପଠେଇବେ ସାର୍ ୟାର। ଏଇଟା ଉଁ, ଏଇଟାର ରେକର୍ଡିଂ ଟା ମୁଁ ଆପଣଙ୍କୁ କରିବି। ଏଇଟାର ରେକର୍ଡିଂ ମିଳିବନି, ଏଇଟା ଗୋଟେ ସାର୍ ସ୍ପେସିଫିକ ମେଡିଟେସନ, ବୁଝିଲେ? ନା ନା ସାର୍ ଯେତେବେଳେ ଯେମିତି ଆମର ପ୍ରତିଛବିର ରେକର୍ଡିଂ ଟା ଯେମିତି ଆସିଲା ସେମିତି ୟାର ପ୍ରତିଛବି, ରେକର୍ଡିଂ ସେଇଟା ଟା ହେଲେ ଆପଣଙ୍କୁ କରିବାକୁ ପଡିବ। ପ୍ରତିଛବିଟା ତ ହଁ ରେକର୍ଡିଂ ଆସିଲା। ଗାର୍ଜିଆନ ଏଞ୍ଜେଲଙ୍କର ଯୋଉଟା ଆପଣଙ୍କର ଇମୋସନାଲ ହଟେଇବା ପାଇଁ ଯୋଉ ମେଡିଟେସନ, ସେଟା ଦିଆଗଲା। ହୁଁ ମାଇକେଲଙ୍କର ଦିଆଗଲା। ଆଜ୍ଞା ହୁଁ, ଯୋଉଟା ଦିଆ ହଁ କଥା ଦିଆଗଲା। କିନ୍ତୁ ଏସବୁ ଜିନିଷ ଆଜ୍ଞା ନା, ବିପାସନା ମେଡିଟେସନ, ଇଏ ହୁଁ ଏଇ ସବୁ ଜିନିଷ ମୋ ପାଖରେ ରହିବ। ଆଜ୍ଞା ଯେତେବେଳେ ଆପଣ ମାନଙ୍କୁ ଟିକେ ମାନେ ଅନକମ୍ଫର୍ଟେବଲ ହବ, ସାର୍ ଏଇଟା ଟିକେ କରିବା, ୟେସ୍ ଆଜ୍ଞା ଚାଲନ୍ତୁ କରିବା, ଏତ କରିବା। ସାର୍ ଓକେ। ସାର୍ 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 ଏବେ ଆପଣ ଗାର୍ଜିଆନ ଏଞ୍ଜେଲଙ୍କୁ ଆଜି ସବୁ ଜିନିଷ ଜଣେଇ ଦେଲେ। କାଲି ସାର୍ ସମସ୍ତେ, କାଲି ଶୋଇବା ପୂର୍ବରୁ ହଉ, ନହେଲେ କାଲି ସକାଳେ ଉଠିବା ପରେ ହଉ, ଯୋଉଟା ଆଉ ଗୋଟେ ମୁଁ ଗାର୍ଜିଆନ ଏଞ୍ଜେଲଙ୍କର ଦେଇଛି, ଯୋଉଟା କି ଆପଣଙ୍କର ନେଗେଟିଭ ଇମୋସନାଲ ଗୁଡାକ ସେ କଣ ବାହାର କରୁଛନ୍ତି, ଦେଇଛି। ସାର୍ ସେ କଣ ମେଡିଟେସନ ଗୁଡା ଦେଇଛନ୍ତି ଏଇଟା? ହଁ, ମୁଁ ଗୋଟେ କାମ କରୁଛି, ସାର୍ ଆଜି କୋଉ ଗ୍ରୁପ ରେ ଇଏରେ କହିଲେ? ସେୟାର କରିଦଉଛି। ୟୁଟ୍ୟୁବ ରେ ସାର୍ ମୁଁ ସାର୍ ତାକୁ ଅପଲୋଡ କରିଦେଇଛି। କେବଳ ଷ୍ଟୁଡେଣ୍ଟ ମାନେ ହିଁ ତାକୁ ଦେଖିପାରିବେ, ଆଉଟସାଇଡର ସାର୍ ଦେଖିପାରିବେନି। ସାର୍ ସେ ଲିଙ୍କ ଯାକ ମୁଁ ଗ୍ରୁପ ରେ ସେୟାର କରିଦଉଛି। ହୁଁ। ସାର୍ ସାର୍ ଆଜି ଆପଣ ଦୁଃଖ କହିଦେଲେ ଗାର୍ଜିଆନ ଏଞ୍ଜେଲ, ସାର୍ କାଲି ଗାର୍ଜିଆନ ଏଞ୍ଜେଲ ଆପଣଙ୍କ ସେ ସବୁ ଜିନିଷ ହଟେଇବେ। ସାର୍ ସେ ମେଡିଟେସନ ଟା କାଲି କରିବେ। ଓକେ। ସାର୍ ସାର୍ ଏଇଟା ଏଇଟା ଟିକେ ରେସ୍ପନ୍ସିବିଲିଟି ନେଇକି କରିବେ ନିଜ ନିଜର। ଓକେ। ହଁ ସାର୍ ସେଟା ଗ୍ରୁପ ରେ ପଠେଇବେ ଆଉ ସାର୍ ପଠେଇଦେବେ, ଆଜି ରାତିରେ ପଠେଇଦେବେ, ହେଲା। ସାର୍ ସାର୍ ପରମେଶ୍ୱର ସାର୍ କୁହନ୍ତୁ। हाँ बहुत बढ़िया होला बहुत बढ़िया बहुत होला सर बहुत बढ़िया। ଆଜ୍ଞା ଓକେ ବହୁତ ରିଲାକ୍ସ ଜଣା ପଡୁଛି। ଓକେ, ବାସ୍ ଆଗରୁ ତ ସେଇଥିପାଇଁ ତ ଏମିତି ଆମେ ବସିଛେ ସକାଳ ଆଉ। ପ୍ରତିଦିନ ସକାଳୁ ତ ମୁଁ ରିଲାକ୍ସ ହେଇଯାଏ, ଆଉ ଏବେ ହେଲା ବେଳକୁ ଆଉ ଟିକେ ବେଶୀ ରିଲାକ୍ସ ଜଣା ପଡୁଛି। ଚକ୍ର ମେଡିଟେସନ ଶୋଇବା ଟାଇମରେ ଚକ୍ର ମେଡିଟେସନ କରିଦେ, ଆହୁରି ହାଲକା ହେଇଯିବ। ସାତଟା ଚକ୍ରକୁ ହିଲ୍ କରିଦେଇ ଶୋଇ ପଡନ୍ତୁ, ସକାଳୁ ଆହୁରି ହାଲକା ହେଇଯିବ, ପୁରା ହାଲକା। ମୁଁ ତ ଶରୀର ପ୍ରତିଦିନ କୋଉଠି ଗୋଟେ ଗୋଟେ ଜାଗାରେ ଷ୍ଟିଫନେସ୍ ଦେଖିବେ, ଅନୁଭବ କରିବେନି ଆପଣ। ମୁଁ ସେଇଟା ପ୍ରତିଦିନ ସକାଳୁ କରେ। ଗୁଡ୍, ବହୁତ ବଢିଆ। ପ୍ରତିଦିନ କଣ ସକାଳୁ ପ୍ରତିଛବି ସହିତ ଇଏ ଏ ଆମର ଚକ୍ର ଚକ୍ର ହିଲିଂ? ଆଜ୍ଞା ଗୁଡ୍, ବହୁତ ବଢିଆ, ବହୁତ ବଢିଆ। ମୋର ସେଇଟା ଓକେ, ବେଶୀ ବିଶେଷ କରି ମୋର ସେଇଟା ଆବଶ୍ୟକ। ଠିକ ଆଜ୍ଞା ଠିକ, ହଉ 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 ହଉ। ପପୁନ ମୁନି କୁହନ୍ତୁ। ସାର୍ ଚକ୍ର ମେଡିଟେସନ ଟା କଣ ରାତିରେ ସବୁଦିନ ଶୋଇବା ପୂର୍ବରୁ କରାଯାଏ? ସେମିତି କିଛି ନାହିଁ, ସକାଳୁ କଲେ ବି ହବ। ଆମେ ହଁ ଶରୀରକୁ ଗାଧଉଛୁ କେତେବେଳେ? ସକାଳୁ ଗାଧଉଛେ, ହଁ ଦିନକୁ ଆମକୁ ଫ୍ରେଶ ଲାଗୁଛି। ସେମିତି ଆମ ଆମ ଅଉରାକୁ ବି ସଫା କରିବାର ଅଛି। ସକାଳୁ ଯଦି ଆମେ ତାକୁ ହିଲ୍ କରିଦବା, ଅଉରାକୁ, ଆମର ଯୋଉ ଚକ୍ରକୁ, ଅଉରାକୁ, ସେ ଦିନକୁ ଆପଣଙ୍କୁ 24 ଘଣ୍ଟା ପର୍ଯ୍ୟନ୍ତ ପୁରା କମ୍ଫର୍ଟେବଲ ରହୁ। ଅଛି ତ ଚକ୍ର ମେଡିଟେସନ ଅଛି ପାଖରେ? ହଁ ଅଛି ଅଛି ଅଛି। ରଘୁନାଥ ସାର୍ ସ୍କିପ୍ କରିଯାଇଛନ୍ତି। ସାର୍ ଅଛି ଅଛି, ଚକ୍ର ପାଇଲେ? ମେଡିଟେସନ, ହଁ ସେ ଚକ୍ର ମେଡିଟେସନ ଅଛି ସାର୍। ଆଉ ଆଉ ସେ ଇଏଟା ଗାର୍ଜିଆନ ଏଞ୍ଜେଲ ଆଉ ମାଇକେଲଙ୍କର ନାହିଁ?
ହଁ ସେଇଟା ଟିକେ ସାର୍ ହଉ ଇଏ ମୁଁ ହେଇଯାଇଛି। ଗ୍ରୁପ ରେ ସେୟାର ଆଜ୍ଞା କରିଦେବି, ସେୟାର କରିଦେବି, କିଛି ସାର୍ ଅସୁବିଧା ସାର୍ ନାହିଁ। ଆଜ୍ଞା। ଚନ୍ଦୁ କୁହ ତମର ଏକ୍ସପିରିଏନ୍ସ ଆଜ୍ଞା ସାର୍। କୁହ, କଲ ଠିକ ରେ? ଆଜ୍ଞା ସାର୍, ସବୁ ଇମୋସନାଲ ଉପରେ ବାହାରି ପାରିଲା ସାର୍। ଇମୋସନ ଏବେ ଖାଲି କରାହେଲା ଏଞ୍ଜେଲଙ୍କୁ କହିକିରି। ଏଞ୍ଜେଲ ଆଜ୍ଞା କାଲି ଗାର୍ଜିଆନ ଏଞ୍ଜେଲଙ୍କର ମେଡିଟେସନ ଟା କରି ସେ ଇମୋସନାଲ ଯେ ସେ କ୍ୟାରି କରିକି କାଲି ନେଇଯିବେ। ସେ ଆଜ୍ଞା ମେଡିଟେସନ ଟା କାଲି କରିବାର ଅଛି, ଏଇଟା କରାହେଲା ମାନେ ନେକ୍ସଟ ଡେ ତାକୁ କରିବାର ଅଛି, ହେଲା। ସାର୍ ଯୋଉ ଗାର୍ଜିଆନ ଏଞ୍ଜେଲଙ୍କର ଯୋଉ ବାଲ୍ଟି, ଯୋଉ ହଁ ନେଗେଟିଭ ବାଲ୍ଟି ଏନର୍ଜି। ବାଲ୍ଟି ସେ ବାଲ୍ଟିରେ ସବୁ ଧରିକି ଯିବେ। ଆଜ୍ଞା ଯାହାବି ଆଜି ପ୍ରୋବ୍ଲେମ କହିଲ ଆମର ସେଗୁଡା ସବୁ ଅରାରେ ଲାଗିକି ଅଛି। ଅରା ଆମକୁ କଣ କରେ, ଆମକୁ ରୋଗ ଦିଏ ଅରା। ଆଜ୍ଞା ଅରା ମାଧ୍ୟମରେ ସବୁ ଇମୋସନାଲ ଆମ ଶରୀର ଭିତରେ ପଶେ। ତେଣୁ ସେ ଯୋଉ ବାଲ୍ଟି ଧରିକି ଆସିବେ, ସେ ବାଲ୍ଟିରେ ସବୁ ଅରାରୁ କ୍ଲିନ କରିକି ନେଇଯିବେ। କରିବ କାଲି ଆଜ୍ଞା ସବୁ, ସମସ୍ତେ କରିବେ, ଯେହେତୁ ଏ ମେଡିଟେସନ କଲେ ସେଟା କରିବା ବାଧ୍ୟ। ଓକେ, ଆଜ୍ଞା ଓକେ ପ୍ରଭାତୀ ମ୍ୟାଡାମ କୁହନ୍ତୁ। ହଁ ସାର୍। କଲେ ଠିକ ଠାକ? ହଁ ସାର୍। ଭଲ ଲାଗିଲା? ହଁ ଭଲ ଲାଗିଛି ସାର୍। ସାର୍ ମୋର ମେଡିଟେସନ କଲେ ହୁଁ ମୋର ଥାର୍ଡ ଆଇଟା ମାନେ ମାନେ କେମିତି ଲାଗୁଛି ସାର୍, ମାନେ ମୁଁ ଭାବୁଛି କଣ ଗୋଟେ ବାହାରି ଯିବ। ଭାଇବ୍ରେସନ ହଉଛି, କିଛି ନାହିଁ। ରାଇଟ୍, ଆପଣ ସେଇଟା ଫିଲିଂ କରିପାରୁଛନ୍ତି। ଜଣଙ୍କୁ ଦେଖନ୍ତୁ, ଜଣ ଜଣଙ୍କର ଚକ୍ର ଗୁଡାକ କ୍ଲକ ୱାଇଜ ବୁଲିବାର ବି ଅନୁଭବ କରିପାରୁଛନ୍ତି। ତାମାନେ ଏଇଟା ତାପରେ ଗୋଟେ ଭଲ କ୍ରାମ୍ପ। ସିମ୍ପଟମ, ସେଟା ଭଲ ସିମ୍ପଟମ, ସେଟାକୁ ଆମେ ଡରିବାନି। ମୋର ତ ବେଳେ ବେଳେ ଥାର୍ଡ ଆଇଟା ପୁରା ପେନ୍ ହୁଏ, ବହୁତ ଜୋରରେ ଗୋଟେ ହଁ ଗୋଟେ ସାର୍, ସମୟରେ ଏବେ ପେନ୍ ଯୋଉ ହୁଏ। କରୁଥିଲି ଯୋଉ ବ୍ଲୁ ଲାଇଟ ତାପରେ ହ୍ୱାଇଟ ଲାଇଟ, ମତେ ଏମିତି ମାନେ ଲାଗୁଛି କଣ ଗୋଟେ ଛିଡିକି ବାହାରି ଯିବ ସେଇଠୁ। ଓକେ ଓକେ, ଆଜି ଗୋଟେ ପ୍ରାକ୍ଟିକାଲ କରିବା ଆମେ, ଆଉ କାହା ସହିତ ରହିଲେ ହଁ କଥା। ହଁ କୁହନ୍ତୁ, ଆଉ ପ୍ରଭାତୀ ମ୍ୟାଡାମ ଆଉ କିଛି ଠିକ ଠାକ କଲେ ଆଜି? ନାଇଁ। କାଲି ହଁ ମେଡିଟେସନ ସାର୍, କରିବେ? ହଁ ହଁ ଆଜି ଓକେ, କଲେ ହବନି ସାର୍, ମୁଁ ତ ସବୁଦିନ ଶୋଇଲା ପୂର୍ବରୁ କରୁଛି। ଆଜି କଲେ ଟିକେ ହବ ତ ସମୟ ସାର୍? ଦିଅନ୍ତୁ, ଗାର୍ଜିଆନ ଏଞ୍ଜେଲକୁ ଟିକେ ସମୟ ଦିଅନ୍ତୁ। ସେ ତ ପୁଣି ହଁ ବାଲ୍ଟି ଫାଲ୍ଟି ଯୋଗାଡ଼ କରିକି ଆଣିକି ଦେଇଥିବେ। ହଁ ସାର୍, ହଁ ସାର୍, ଠିକ ଅଛି। ଓକେ। ନାଇଁ ମୁଁ ପ୍ରତିଦିନ ରାତିରେ ସାର୍ ଶୋଇଲା ବେଳେ ହୁଁ ମାଇକେଲଙ୍କର ସେଇଟା କରୁଛି, ନହେଲେ ଏଇ ଗୋଟେ ଯୋଉଟା ହେଲେ ଗୋଟେ କରୁଛି ସାର୍। ଠିକ ଅଛି, ହଁ। କିଛି ଅସୁବିଧା ନାହିଁ, କରନ୍ତୁ। ଆପଣଙ୍କୁ ଯଦି ଲାଗୁଛି କରିବା ଆଉ ପାଇଁ କରନ୍ତୁ, କିଛି ଅସୁବିଧା ସକାଳେ କରୁଛି ଚକ୍ରାସନ। ନାହିଁ। ତାପରେ ସେ ଯୋଉ ପ୍ରତିଛବି ବି କରୁଥିଲି, କିନ୍ତୁ ଏବେ ଟିକେ ମର୍ଣ୍ଣିଂ ସିଫ୍ଟ ହେଇଯାଉଛି ତ ସକାଳେ ସ୍କୁଲ ହେଇଯାଉଛି। ମୁଁ ହଁ ସେ ହଁ ଦିଟା ମେଡିଟେସନ କଲା ବେଳକୁ ମତେ ଟିକେ ସକାଳ ଟାଇମ ହଉନି। ଏବେ ଗୋଟେ ଚାଲିଛି, ଏ 4-5 ଦିନ ହେଲା ଗୋଟେ ଚାଲିଛି। ଖାଲି ସେ ଚକ୍ର ମେଡିଟେସନ ଟା କରିକି ମୁଁ ଛାଡି ଦଉଛି, ମାନେ 4ଟାରେ ଉଠୁଛି। ହୁଁ ହୁଁ 4:30ରୁ ମତେ କାମ ନ କଲେ ମୋ କାମ ସରୁନି। ପୂଜା ଫୂଜା କରିକି ଯିବାକୁ ପଡୁଛି ତ। ଓକେ ଓକେ, ଚାଲନ୍ତୁ, ଠିକ ଅଛି, କିଛି ଅସୁବିଧା ନାହିଁ, କରନ୍ତୁ। ଓକେ, ମହେନ୍ଦ୍ର ସାର୍ କୁହନ୍ତୁ। ଗୋଟେ ବଢିଆ ଭଲ ସାର୍, ନୂଆ ଅନୁଭୂତି ଗୋଟେ ହେଲା, ହେଲା, ବହୁତ ଖୁସି ଲାଗେ। ଆଜ୍ଞା ଆଜ୍ଞା। ସମସ୍ତଙ୍କ ମାନେ କାହା ମୁହଁରେ ସ୍ମାଇଲ ଆସୁନି, କିନ୍ତୁ ଆପଣଙ୍କ ମୁହଁରେ ଆସୁଛି ମେଡିଟେସନରେ, ମଜା ଆସିଯାଉଛି। ମାନେ ମନରେ ଗୋଟେ ବହୁତ ବଡ ଏନର୍ଜି ଗୋଟେ କ୍ରିଏଟ ହେଲା ସାର୍। ଆପଣଙ୍କ ପାଖରେ କିଛି ନୂଆ ଶିକ୍ଷା ହେଲା, ଖୁସି ଲାଗିଲା। ବାସ୍ ଏମିତି ଯୋଡିଥାନ୍ତୁ, ଆଗକୁ ଆଗକୁ ଚାଲିଲେ ବହୁତ ଜିନିଷ, ଏମିତି ନୂଆ ନୂଆ ଜିନିଷ ଶିଖିବେ। ଆଜି ଗୋଟେ ପ୍ରାକ୍ଟିକାଲ କରିବା ସମସ୍ତେ, ରାଇଟ୍। ଆଜ୍ଞା ଏଇଟା ଗୋଟେ ହେଲା ହିପନୋଟିକ କମାଣ୍ଡର ଗୋଟେ ପ୍ରାକ୍ଟିକାଲ। ଓକେ, କରିବା। ଆଜ୍ଞା। ସମସ୍ତେ ଇୟର ଫୋନ ଲଗାନ୍ତୁ, ବ୍ଲୁଟୁଥ ଲଗାନ୍ତୁ। ପ୍ରଭାତୀ ମ୍ୟାଡାମ କ୍ୟାମେରା ଅନ୍ କରନ୍ତୁ। ଓକେ, ହାତ ଏମିତି କରନ୍ତୁ ସିଧା, ଆଖି ବନ୍ଦ କରନ୍ତୁ, ସମସ୍ତେ ଷ୍ଟ୍ରେଟ ଷ୍ଟ୍ରେଟ। ଲମ୍ବା ନିଶ୍ୱାସ ନିଅନ୍ତୁ। ଛାଡ଼ନ୍ତୁ। ମହେନ୍ଦ୍ର ସିଂ ସାର୍, ଏତେ ସ୍ପିଡ ନାହିଁ, ଜଷ୍ଟ ଲମ୍ବା ନିଶ୍ୱାସ ନିଅନ୍ତୁ। ପୁଣି ଛାଡ଼ନ୍ତୁ। ପୁଣି ଲମ୍ବା ନିଶ୍ୱାସ ନିଅନ୍ତୁ। ଛାଡ଼ନ୍ତୁ। ଗୋଟେ ହାତରେ ଆପଣ ବେଲୁନ ଧରିଛନ୍ତି, ଦି ହାତରେ ଗୋଟେ ବେଲୁନ ଆପଣ
ଧରିକି ଅଛନ୍ତି। ଷ୍ଟ୍ରେଟ୍ ରଖନ୍ତୁ ମହେନ୍ଦ୍ର ସାର୍, ରଘୁନାଥ ସାର୍, ହାତକୁ ପୁରା ଷ୍ଟ୍ରେଟ୍ ରଖନ୍ତୁ, ପୁରା ଷ୍ଟ୍ରେଟ୍, ସାମ୍ନାକୁ ପୁରା ଷ୍ଟ୍ରେଟ୍ ରଖନ୍ତୁ, ପୁରା ଷ୍ଟ୍ରେଟ୍। ୟେସ୍। ଗୋଟେ ବେଲୁନ ଆପଣ ଧରିଛନ୍ତି, ଅନୁଭବ କରନ୍ତୁ। ବେଲୁନର ଗୋଟେ କଲର ଦିଅନ୍ତୁ। ତାକୁ ଟିକେ ଆପଣ ହାତରେ ଟିକେ ଆଉ ଟିକେ ଅନୁଭବ କରନ୍ତୁ, ଆଙ୍ଗୁଠି ଗୁଡାକୁ ଦବେଇକି। ଏତେ ଦବେନି, ବେଲୁନ ଧରିଛନ୍ତି ମାନେ ଆଙ୍ଗୁଠିଟା ଖୋଲା ରହିବ, କିନ୍ତୁ ତାକୁ ଜଷ୍ଟ ଟିକେ ଅନୁଭବ କରିହବ। ବେଲୁନ ମାନେ ଆପଣଙ୍କର ଆଙ୍ଗୁଠି ବି ପଶି ପାରୁଥିବ। ଓକେ, ଦେଖନ୍ତୁ ତା କଲରକୁ ଦେଖନ୍ତୁ, କେତେ ବଡ ବେଲୁନ ଅଛି ତାକୁ ଅନୁଭବ କରନ୍ତୁ। ପୁଣି ବେଲୁନଟି ଦେଖିବା ପାଇଁ ବହୁତ ସୁନ୍ଦର ଲାଗୁଛି। ମନେ ହଉଛି ତାକୁ କୋଳେଇବା ପାଇଁ, କିନ୍ତୁ ଆପଣ ହାତରେ ଧରିଛନ୍ତି। ମୁଁ ଗୋଟେ ଆଲପିନ ନେଇକି ଯାଉଛି, ସେ ବେଲୁନଟାକୁ ହୋଲ କରିବି। 1 ରୁ 5 ଗଣିଆ ଭିତରେ ମୁଁ ହୋଲ କରିଦେବି। 1 2 3 4 5 होल कली। आखि खोलंतु। कौन हला परमेश्वर सर, प्रभाती मैडम, पपुन मुनि कौन हला? अनम्यूट करंतु पपुन मुनि। मु तो हाथ तो आपण बेलून नहीं, आपण हाथ केमती आसीगला एमती? ଫିଲ୍ ତ ହେଲା ସାର୍ ସେମିତି ଆଉ। ये हला ଫିଲିଙ୍ଗସ୍ ଟା ହେଲା हिप्नोटिक ସାର୍ कमाल। ଆଉ आज्ञा ସାର୍ ଫିଲିଙ୍ଗସ୍ ଟା ହେଲା ଆସିଲା ଆଉ अनुभव करि परले? ସାର୍। ଏଇଆ ହଁ देखो एटा प्रैक्टिकल नुह, बट आमे गोटे इमेजिनेशन कले और सेटा ସାର୍ आमे रियलिटी रे आमे ताकू अनुभव करि पारले। ହୁଁ आपनकर हाथ रे बेलून नहीं, किंतु एयर गला पर ऑटोमेटिक आपनकर हाथ धीरे 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 ହାତରେ धीरे କ୍ଲୋଜ ही जाए। କ୍ଲୋଜ ହେଇଯାଉଛି ଆଜ୍ଞା। प्रतिभा मैडम तो पूरा सडन फाटी गला बेलून। मजा आसिला? ସାର୍ तो एटा हला हिप्नोटिक कमाल। ସେଥିପାଇଁ କୁହା ହଉଛି ମେଡିଟେସନ ଟାକୁ ଆପଣ ଯେତେ ସୁନ୍ଦର ଭାବରେ କରିବେ, ନିଜ ଭିତରେ ସେତେ ସୁନ୍ଦର ଭାବରେ ପରିବର୍ତ୍ତନ କରିବେ। ଆଉ କିଛି ନାହିଁ। ଯଦି ଆମେ ଲଜିକ ଲଗେଇବା 1 ରୁ 2, 2 ରୁ 3, 3 ରୁ 4, 4 ରୁ 5 ଏମିତି ଯିବା, ରାଇଟ? ଆମର ଯଦି ସବକନସିୟସ ମାଇଣ୍ଡ ଲଗେଇଦବା, ଆମେ ଚନ୍ଦ୍ରପୃଷ୍ଠକୁ 2 ମିନିଟରେ ବି ଯାଇ ପହଞ୍ଚି ଯାଇପାରିବା। ବାସ୍ ପ୍ରକ୍ରିୟା ଏତିକି। ତେଣୁ କହିବି, ମୁଁ ଏଇଟା କରିବା ରିଜନ ହେଲା ଯେ ଆଉ ଯୋଉମାନେ ଟିକେ ପଛରେ ରହି ଯାଉଛନ୍ତି ସେମାନଙ୍କୁ ଟିକେ ଆକ୍ଟିଭ କରିବା ପାଇଁ, ତାକି ସେ ନିଜେ ଅନୁଭବ କରିପାରିଲେ ଯେ ହାତରେ ବେଲୁନ ନାହିଁ, ଫିର ମୋ ହାତ ଜଏଣ୍ଟ ହେଇଗଲା। ତାମାନେ ମୁଁ ଯଦି ମେଡିଟେସନ ଟାକୁ ସୁନ୍ଦର ଭାବରେ କରିପାରିବି, ତାହେଲେ ମୋ ଭିତରେ ମୁଁ ପରିବର୍ତ୍ତନ ଆଣିପାରିବି। ବହୁତ କମାଣ୍ଡ ଅଛି। ଏଟା ଗୋଟେ ମୁଁ ଦେଲି ଗୋଟେ ସାମ୍ପଲ, ଏଟା ରାଇଟ? ଆପଣଙ୍କର ଆଙ୍ଗୁଠି ଆଉ ଖୋଲିବନି। ଆଉ ଥରେ କେତେବେଳେ ପ୍ରାକ୍ଟିକାଲ କରିବା, ଆପଣ ଆଙ୍ଗୁଠି ଏମିତି ଲାଗିକି ରହିଯିବ, ଆଉ ଖୋଲିବନି ସେ। ଓକେ, ଯିବା ପୁଣି ମିଶିବା ଆଉ ଥରେ ମେନଲି 26 ତାରିଖ ଦିନ। ଅନୁଭୂତି ହଁ କୁହନ୍ତୁ କୁହନ୍ତୁ, ପରମେଶ୍ୱର ସାର୍ କୁହନ୍ତୁ। ଏଥିରେ ମେନଲି ଅନୁଭୂତି, ନିଜର ଅନୁଭୂତି ଉପରେ depend। ଦେଖନ୍ତୁ, ଯୋଉଟା ଆମର ଆମେ ଅନୁଭବ କରିବା ଆମ ଶରୀରରେ, ସେ ଜିନିଷ ପ୍ରାକ୍ଟିକାଲ ହବ। ଆମେ ଫିଲ୍ କରିପାରୁନେ, ତାହେଲେ ଆମେ କିଛି କରିପାରିବା। ଆଜ୍ଞା ଆମର ଅର୍ଗାନ ସେ ଅନୁସାରେ ଫଙ୍କସନ କରିବ ନାହିଁ ଯଦି ଆମେ ଫିଲ୍ କରିପାରୁନେ। ଯଦି ଆମେ ଫିଲ୍ ଆଜ୍ଞା କରିପାରିବା, ତାହେଲେ ଅଟୋମେଟିକ, ତା ପାଇଁ ଆଉ ଏଫର୍ଟ ଦେବାକୁ ପଡିବନି, ଅଟୋମେଟିକ ସେ ପଳେଇଯିବ। ଆଜ୍ଞା ସବୁ କାମ ଏଇ ପ୍ରକ୍ରିୟାରେ ହିଁ ହୁଏ ଆମ ଲାଇଫରେ, ଆଜ୍ଞା। ରାଇଟ? ଯିବା, ନମସ୍କାର, ଆଜ୍ଞା। ଶୁଭରାତ୍ରି। ସାର୍ ପୁଣି ନମସ୍କାର। ଥରେ ବହୁତ ଶୀଘ୍ର ମିଶିବା। ଧନ୍ୟବାଦ। କିଛି କହୁଥିଲ ଚନ୍ଦୁ, କୁହ କୁହ। ସାର୍ ମୁଁ ଯଦି ହିଲିଂ କରିପାରୁନି, ମୁଁ ଯଦି ମୋ ସିଷ୍ଟରଙ୍କୁ କହିବି, ଯଦି ଦେଖିବେ ସେ ଶିଖିକି ଯଦି ହିଲିଂ କରିପାରିବେ, ତାହେଲେ ସେ କରିପାରିବେ? ତମକୁ ମୁଁ ଏଇ ପ୍ରକ୍ରିୟାରେ ଆଣିବା ପାଇଁ କେତେ ଦିନ ଲାଗିଥିଲା? ଆଜ୍ଞା ସାର୍।
ପଏଣ୍ଟ ଅଫ ଭ୍ୟୁ ବୁଝିପାରୁଛ? ଆଜ୍ଞା ସାର୍। ଯଦି ମୋ ପାଖରେ ସେଇ ପ୍ରକ୍ରିୟାରେ ତମ ଭଉଣୀକି ବସେଇବ ତାହେଲେ ସେ କରିପାରିବେ, ନହେଲେ କିଛି ଲାଭ ହବନି କରିକିରି। ତମେ ଆଜ୍ଞା ଯେତିକି ଫିଲ୍ କରିପାରୁଛ, ଏକ୍ସପିରିଏନ୍ସ ନେଇ ପାରୁଛ, ତମ ଭଉଣୀ କରିପାରିବେ ଏବେ? ନାଇଁ ସାର୍। ନା ତମେ ଶିଖେଇଲେ ବି ସେ କରିପାରିବେ? ବାସ୍, ସେଥିରୁ ତମେ ଅନୁମାନ କର, ବାକି ସେ ଅନୁସାରେ ଡିସିସନ। ଓକେ, ଓକେ ସାର୍। ଚାଲନ୍ତୁ ଯିବା। ଗୁଡ୍ ନାଇଟ୍।